ଦୁର୍ଯ୍ୟୋଧନ କହିଲେ ଯେ ଯାହାବି ହେଲେ ଆପଣ ଯାଇକି କୃଷ୍ଣଙ୍କର ସହାୟତା ନିଅନ୍ତୁ। କାରଣ କୃଷ୍ଣଙ୍କର ଯଦି ସହାୟତା ନ ନେବେ ତାହେଲେ ଆମେ ଯୁଦ୍ଧରେ ବିଜୟ ଲାଭ କରିବା ବହୁତ କଷ୍ଟକର। ତେଣୁ ଯାହା ହେଲେ ବି ଆମକୁ କୃଷ୍ଣଙ୍କର ସହାୟତା ଦରକାର। ତେଣୁ ଏବେ ଯେତେବେଳେ ଦୁର୍ଯ୍ୟୋଧନ ଏବେ ଗଲେ ଦୁର୍ଯ୍ୟୋଧନ ଏବେ ଯେତେବେଳେ ଗଲେ କୃଷ୍ଣଙ୍କର ସହାୟତା ପାଇଁ, ତେବେ କଣ ହେଇଛି ନା କୃଷ୍ଣ ଏବେ ଶୟନରେ ଥିଲେ ହେଲା। ତ ଶୟନରେ ଏବେ ଯେତେବେଳେ ଅଛନ୍ତି ତେଣୁ ଦୁର୍ଯ୍ୟୋଧନ ଗଲେ, ତେଣୁ ଦୁର୍ଯ୍ୟୋଧନ ଯାଇକି ତାଙ୍କର ଆଉ ସାଧାରଣତଃ ଦୁର୍ଯ୍ୟୋଧନ କଲେ ସାଧାରଣତଃ କୃଷ୍ଣଙ୍କର ଦ୍ୱାରପାଳ ମାନେ ବି କେମିତି ଅଟକେଇବେ, କାରଣ କୃଷ୍ଣ ଆଉ ଦୁର୍ଯ୍ୟୋଧନ ହଉଛନ୍ତି ସମୁଦି। କାରଣ ଦୁର୍ଯ୍ୟୋଧନଙ୍କର ଝିଅକୁ କୃଷ୍ଣଙ୍କର ପୁଅ ବିବାହ କରିଥିଲେ। ତେଣୁ ସେଇ ହିସାବରେ ହଉଛନ୍ତି ସମୁଦି, ଆଉ ସମୁଦି ଯେତେବେଳେ ଆସିଛନ୍ତି ମାନେ ଦ୍ୱାରପାଳ ବି କେମିତି ଅଟକେଇବେ। ତେଣୁ ଗଲେ ଯାଇ କଣ କଲେ ନା କୃଷ୍ଣ ଯୋଉ ଶୋଇଥିଲେ ତାଙ୍କ ମୁଣ୍ଡ ପାଖରେ ଏବେ ଯାଇକି ବସି ପାରିଲେ, ଠିକ ଅଛି। ସେଇ ଟାଇମରେ ଅର୍ଜୁନ ବି ଯାଇକି ପହଞ୍ଚିଲେ। ତ ଅର୍ଜୁନ ଯାଇ କଣ କଲେ ନା କୃଷ୍ଣ ଯୋଉ ଶୋଇଥିଲେ କୃଷ୍ଣଙ୍କର ପାଦ ପାଖରେ ଯାଇ ବସିଲେ। ତ ପାଦ ପାଖରେ ଯେତେବେଳେ ବସିଲେ ଏବେ କୃଷ୍ଣଙ୍କର ଯେତେବେଳେ ନିଦ୍ରା ଭଙ୍ଗ ହେଲା, ତ ଭଙ୍ଗ ହେଲା ଯେତେବେଳେ ପ୍ରଥମେ କାହାକୁ ଦେଖିଏ, କାରଣ ପାଦ ପାଖରେ ଯିଏ ଅଛନ୍ତି ତାଙ୍କୁ ଦେଖିଏ, ମୁଣ୍ଡ ପାଖରେ ଯିଏ ବସିଛନ୍ତି ତାଙ୍କୁ କେମିତି ଦେଖିଏ। ତେଣୁ ଦେଖିଲା ପରେ ଅର୍ଜୁନଙ୍କୁ ଏବେ ପଚାରିଲେ ଯେ ଅର୍ଜୁନ କଣ ପାଇଁ ତୁମେ ଆସିଛ? ତେବେ ଦୁର୍ଯ୍ୟୋଧନ କହିଲେ ମୁଁ ବି ଆସିଛି। କହିଲେ ଠିକ ଅଛି ଆପଣ କଣ ପାଇଁ ଆସିଛନ୍ତି? ନା ଆମେ ଯେ ମହାଭାରତ ଯୁଦ୍ଧ ଏବେ ତୟ ହେଇଯାଇଛି, ତେଣୁ ସେଇଥିପାଇଁ ଆମେ ସହାୟକ ପାଇଁ ଆସିଛୁ। କହିଲେ ହଉ ଠିକ ଅଛି, କିନ୍ତୁ ଦି ପ୍ରକାରର ସହାୟ କେବଳ ମିଳିପାରିବ, ଗୋଟେ ହଉଛି କଣ ନା ନାରାୟଣୀ ଅସ୍ତ୍ର, ତ ନାରାୟଣୀ ସେନା। ତ ମୋର ଯୋଉ ସେନା ଅଛି ତ ନାରାୟଣୀ ସେନା ଆଇଦର ମିଳିପାରିବ, ନହେଲେ ସେକେଣ୍ଡ ଅପସନ କଣ ହଉଛି ନା ମୁଁ ନିଜେ, ଯିଏ କି ମୁଁ କିଛି ଅସ୍ତ୍ର ବି ଧରିବି ନାହିଁ। ତେଣୁ ଏବେ ଯାହାବି ଅପସନ ଯିଏ ଚୁଜ୍ କରିବା କଥା ଚୁଜ୍ କର। ତ କହିଲେ ଯେ ପ୍ରଥମେ ଅପସନ ଟା କାହାକୁ ଦବା ଦରକାର ନା ଅର୍ଜୁନକୁ। ସେଇଠୁ ଦୁର୍ଯ୍ୟୋଧନ କଲେ କଣ ପାଇଁ, କାରଣ ମୁଁ ତ ପ୍ରଥମେ ଯେହେତୁ ଆସିଛି ପ୍ରଥମେ ମତେ ହିଁ ଦବା ଦରକାର ଅପସନ, ମୁଁ ଚୁଜ୍ କରିବି କୋଉ ଅପସନ ଟା ମୁଁ ନେବି। କହିଲେ ନାଇଁ ନାଇଁ, ଯେହେତୁ ଅର୍ଜୁନ ହଉଛନ୍ତି ସାନ ଭାଇ ତେଣୁ ସାନ ଭାଇ କୁ ପ୍ରଥମେ ଦବା ଦରକାର ଅପସନ ଟା, ସିଏ ଚୁଜ୍ କରୁ କୋଉ ଜାଗା ଟା କଣ, କିମ୍ବା କୋଉ ମାନେ ଅପସନ ଟା ସିଏ ନବ, ସିଏ ନବା କଥା। ଯେମିତି ସାଧାରଣତଃ ଏଠୁ ଆମେ ବୁଝିବା, ସାଧାରଣତଃ ଯେତେବେଳେ ଦି ଭାଇଙ୍କର କୌଣସି ଜାଗା ଭାଗ ହଉଛି କଣ, ତ ସାଧାରଣତଃ ପ୍ରଥମେ ମାନେ ଦି ଭାଗ ତ ସମାନ ସମାନ ହିସାବରେ ଆମେ ବାଣ୍ଟି ଦେଲେ, ତାପରେ ଆକ୍ଚୁଆଲି କଣ କରିବା କଥା ନା ସାନ ଭାଇ କୁ ଆଗେ କହିବା କଥା ଯେ ତୁମେ କୋଉ ଜାଗା ଟା ନବାକୁ ଚାହୁଁଛ କି କଣ ତୁମେ ନିଅ। ସେଇଟା ହଉଛି ଆକ୍ଚୁଆଲି ଶାସ୍ତ୍ର ହିସାବରେ ନିୟମ। ତେଣୁ ସେଇ ହିସାବରେ ତ ଏବେ ଦୁର୍ଯ୍ୟୋଧନ କୁ କୁହାଗଲା ଯେ ଅର୍ଜୁନ ପ୍ରଥମେ ନେବେ, ତେଣୁ ଅର୍ଜୁନ ଯେତେବେଳେ ନେଲେ ଅର୍ଜୁନ କଣ ନେଲେ, ଅର୍ଜୁନ କହିଲେ ହେ କୃଷ୍ଣ ମତେ କେବଳ ଆପଣ ହିଁ ଦରକାର, ମତେ ଆଉ କିଛି ଦରକାର ନାହିଁ, କେବଳ ଆପଣ ହିଁ ଦରକାର। ତ ଏଇ କଥା ଯେତେବେଳେ ଶୁଣିଲେ ଦୁର୍ଯ୍ୟୋଧନ ତ ଖାଲି ଏକଦମ ମାନେ ଖୁସିରେ ଏକଦମ ବିହଳ ହେଇଗଲେ ଯେ ଯାହା ହଉ ଯେ ନାରାୟଣୀ ସେନା ମାଗି ନାହାନ୍ତି, କୃଷ୍ଣଙ୍କୁ ନେଇକି ମୋର କଣ ହବ, କାରଣ କୃଷ୍ଣଙ୍କୁ ନେଲେ ସାଧାରଣତଃ ସେ ତ କୌଣସି ଅସ୍ତ୍ର ଶସ୍ତ୍ର ବି ଧରିବେନି, ତେଣୁ ତାଙ୍କୁ ନେଇକି ବି କଣ ଲାଭ କଣ। ତେବେ ଦୁର୍ଯ୍ୟୋଧନ ଖୁସି ହେଇକି ପଳେଇଲେ, ଦୁର୍ଯ୍ୟୋଧନ ଏବେ ଖୁସି ହେଇକି ପଳେଇଲା ପରେ ଏବେ କୃଷ୍ଣ ଏବେ ଅର୍ଜୁନଙ୍କୁ ମାନେ ଏବେ କ୍ରୋଧ କରି କହୁଛନ୍ତି, କ୍ରୋଧ କରି ମାନେ ତାଚ୍ଛଲ୍ୟ କରି କହୁଛନ୍ତି ଅର୍ଜୁନ ତୁମେ ଯୁଧିଷ୍ଠିର ମହାରାଜ ତୁମକୁ ପଠେଇଥିଲେ ଯେ ତୁମେ ମତେ ସାଧାରଣତଃ ଯୋଉ ମାଗିକି ନେଲେ ଏବେ କଣ ହବ, ତୁମକୁ ପଠେଇଥିଲେ ଏମିତି କିଛି ମାଗିକି ନେଇଥାନ୍ତ ଯାହାକି ତୁମ ଯୁଦ୍ଧରେ ସହାୟକ ହେଇଥାନ୍ତା, ତୁମେ ମତେ ମାଗିକି ନେଲେ କଣଟା ହବ, ତୁମେ ଏତେ ବୁଧୁ ଯେ ମତେ ମାଗିକି ନେଲ। ତେବେ କୃଷ୍ଣ ଏବେ ଅର୍ଜୁନଙ୍କୁ କହୁଛନ୍ତି ତାଚ୍ଛଲ୍ୟ ସହିତ କଣ କହୁଛନ୍ତି, କହୁଛନ୍ତି ନିଶ୍ଚିତ ହୋଗା ହାର ତେରି, ନିଶ୍ଚିତ ହୋଗା ହାର ତେରି ହରଦମ रहेगा उदास, निश्चित होगा हार तेरी हरदम रहेगा उदास, माखन ले गया दुर्योधन ने छाछ बचा है तेरे पास। ମାଖନ ତ ଏବେ ନେଇକି ପଳେଇଲା ଦୁର୍ଯ୍ୟୋଧନ, ତ ପାଖରେ ଛାଞ୍ଚ ଏବେ ରହିଲା, କଣଟା କରିବ, ମତେ ନେଇକି ଏବେ ଯୁଦ୍ଧରେ କଣ କରିବ। ଆଉ ସାଧାରଣତଃ ଦେଖନ୍ତୁ କୃଷ୍ଣ ଭକ୍ତ ବଡ ଚତୁର, ତ ଅର୍ଜୁନ ଆହୁରି ଚତୁର, ତ ଅର୍ଜୁନ ଏବେ କଣ କହୁଛନ୍ତି ଏଇ ହରିବୋଲ କିଏ ପାର୍ଟି କରୁଛି, ଆଇଦର ବାହାରେ ଯାଇ କଥା ହୁଅ। ତ ଏବେ କୃଷ୍ଣ ଭକ୍ତ ବଡ ଚତୁର, ତ ଏବେ ଅର୍ଜୁନ କଣ କହୁଛନ୍ତି, ଅର୍ଜୁନ କହୁଛନ୍ତି
निश्चित होगा जीत मेरी ये मेरा दृढ़ विश्वास। निश्चित होगा जीत मेरी ये मेरा दृढ़ विश्वास। माखन लेने तू दुर्योधन को, माखन चोर है मेरे पास। ତ ତେବେ ସେଥିପାଇଁ ଦେଖନ୍ତୁ ସାଧାରଣତଃ ଯେ କୃଷ୍ଣ ଭକ୍ତ ସେ ହଉଛନ୍ତି ବଡ ଚତୁର ହେଲା। ତେବେ ଅର୍ଜୁନ କାହାକୁ ନେଲେ ନା କୃଷ୍ଣଙ୍କୁ। ଆଉ ସାଧାରଣତଃ ଦେଖନ୍ତୁ ଏଇଟା ହଉଛି ଦୁର୍ଯ୍ୟୋଧନ ମେଣ୍ଟାଲିଟି ଆଉ ଅର୍ଜୁନ ମେଣ୍ଟାଲିଟିର ଡିଫରେନ୍ସ। ଆମେ ସାଧାରଣତଃ ଦେଖନ୍ତୁ ଯେତେବେଳେ କୃଷ୍ଣଙ୍କ ପାଖକୁ ଯାଆନ୍ତି ତ କୃଷ୍ଣଙ୍କୁ ଇଏ ମାଗନ୍ତି ଯେ ମତେ ଧନ ସମ୍ପତ୍ତି ଦିଅନ୍ତୁ, ପୋଷ୍ଟ ପୋଜିସନ ଦିଅନ୍ତୁ, ହୁଏତ ଭଲ ବିବାହ କରିବା ପାଇଁ ଜଣେ ସ୍ତ୍ରୀ ଦିଅନ୍ତୁ କିମ୍ବା ଭଲ ସ୍ୱାମୀ ଦିଅନ୍ତୁ, ଏଇସବୁ ଆମେ ଚିନ୍ତା କରନ୍ତି। କିନ୍ତୁ ସାଧାରଣତଃ ଯିଏ ଶୁଦ୍ଧ ଭକ୍ତ ସିଏ ଚାହାନ୍ତି ଯେ ହେ କୃଷ୍ଣ ଆମେ ବାସ୍ ମତେ କେବଳ ଦରକାର ଆପଣଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ ହେଇଯାଉ। ଯଦି ଆପଣଙ୍କ ସହିତ ମୋର ଭଲ ସମ୍ପର୍କ ସ୍ଥାପନ ହେଇଯିବ ତାହେଲେ ଏସବୁ ଜିନିଷର କିଛି ଦରକାର ନାହିଁ। ଆପଣଙ୍କ ସହିତ ଯଦି ସମ୍ପର୍କ ସ୍ଥାପନ ହେଇଯିବ ତାହେଲେ ମୋ ପାଇଁ ଯାହା ଯାହା ଦରକାର ଆପଣ ଦେବେ, ସେଥିରେ କୌଣସି ଆପଣ ଅଭାବ ରଖିବେନି। ହଁ ହିମାଂଶୁ ପ୍ରଭୁ। ଆଁ ମାନେ ହେଇପାରିବନି। ଆଁ ଠିକ ଅଛି ତ ଆଉ କେହି କିଛି ସେମିତି ନାହାନ୍ତି ଯିଏ ଦେଇପାରୁଥିବେ। ବୁର୍ଲା ଟେମ୍ପୁଲରେ ଦଉନାହାନ୍ତି। ଆଁ ହଁ ହଁ ଆଉ କେହି ସେମିତି ନାହାନ୍ତି ନହେଲେ ହୁଏତ ବାହାର କିଏ ଜଣେ ଦେଇ ତ ସାଧାରଣତଃ ଆମେ ଜୀବନରେ ବହୁତ ସମୟରେ ଆମେ କଣ ମାଗନ୍ତି ନା ଭଗବାନଙ୍କ ରିସୋର୍ସେସ୍। କିନ୍ତୁ ଆକ୍ଚୁଆଲି ଆମେ ଚାହିଁବା କଥା ଯେ ଭଗବାନଙ୍କ ସହିତ ସମ୍ପର୍କଟା ଆମର କେମିତି ସ୍ଥାପନ ହେଇପାରିବ ହେଲା। ତେଣୁ ସେଥିପାଇଁ ତ ଏବେ ଦେଖନ୍ତୁ ଯୁଦ୍ଧ ଏବେ ଷ୍ଟାର୍ଟ ହେଇଗଲା। ତ ଯୁଦ୍ଧ ଯେତେବେଳେ ଷ୍ଟାର୍ଟ ହେଲା ଆପଣ ଦେଖନ୍ତୁ ଦୁର୍ଯ୍ୟୋଧନଙ୍କ ପାଖରେ ସବୁ କିଛି ଥିଲା। ଯେ ଧନ ସମ୍ପତ୍ତି ପୋଷ୍ଟ ପୋଜିସନ ସବୁ ରାଜା ବି ତାଙ୍କ ପାଖରେ ଥିଲେ। ନାରାୟଣୀ ସେନ ବି ତାଙ୍କ ପାଖରେ ଥିଲା କିନ୍ତୁ ତାଙ୍କର ଯେତେବେଳେ ମୃତ୍ୟୁ ସମୟ ଆସିଲା ମୃତ୍ୟୁ ସମୟରେ ଜଳ ଟୋପେ ବି ମିଳିଲାନି। ତେଣୁ ସେଇଥିପାଇଁ ତ ସାଧାରଣତଃ ଆମ ଜୀବନରେ କଣ ମାଗିବା କଥା ନା ଭଗବାନଙ୍କର କୃପା ମାଗିବା କଥା, ଭଗବାନଙ୍କ ସହିତ କେମିତି ସମ୍ପର୍କଟା ସ୍ଥାପନ ହେଇପାରେ ସେଇ ଜିନିଷ ମାଗିବା କଥା ହେଲା। ନେକ୍ସଟ ସ୍ଲାଇଡ। ତେବେ ଦେଖନ୍ତୁ ଏବେ ତ ଯୁଦ୍ଧ ଷ୍ଟାର୍ଟ ହବାକୁ ଯାଉଛି। ତ ଯୁଦ୍ଧ ଯେତେବେଳେ ଷ୍ଟାର୍ଟ ହେଇଛି ତ ଭଗବତ ଗୀତାରେ ଆମେ ଦେଖିଛନ୍ତି 700 ଶ୍ଲୋକ ଅଛି ହେଲା। ତ 700 ଶ୍ଲୋକ ଅଛି ଆଉ ଯୋଉ ଏଇ ଯୋଉ 700 ଶ୍ଲୋକ ଅଛି ତ ଭଗବାନ କୃଷ୍ଣ ଏବେ ଅର୍ଜୁନଙ୍କୁ ଏଇ ଯୋଉ ଭଗବତ ଗୀତାର କଥା କହିଛନ୍ତି। କିନ୍ତୁ କେମିତି କହିଛନ୍ତି ନା ସାଧାରଣତଃ ଏଠି ଦେଖନ୍ତୁ ଯେ ଯେତେବେଳେ ଧୃତରାଷ୍ଟ୍ର ଅଛନ୍ତି ତ ପ୍ରଥମ ଶ୍ଲୋକ ଭଗବତ ଗୀତାର ଶ୍ଲୋକ କିଏ କହିଛନ୍ତି ନା ଧୃତରାଷ୍ଟ୍ର। ଆଉ ଦେଖନ୍ତୁ ଏଇ ଯୋଉ ଆରେ ଅବିନାଶ ପ୍ରଭୁ ଏଇଟା ଟିକେ ପାଣି ଗରମ କରିକି ଆଣିଲ ଜଷ୍ଟ ଟିକେ ଉଷୁମ ପାଣି। ତେବେ ଦେଖନ୍ତୁ ପ୍ରଥମ ଶ୍ଲୋକ କିଏ କହିଛନ୍ତି ଧୃତରାଷ୍ଟ୍ର। ଆଉ ଧୃତରାଷ୍ଟ୍ର ଶବ୍ଦର ଯୋଉ ମାନେ ନାମକରଣ କେମିତି ହେଇଛି ଦେଖନ୍ତୁ ଧୃତ ପ୍ଲସ ରାଷ୍ଟ୍ର। ଧୃତ ମାନେ ଯିଏ ଆକ୍ଚୁଆଲି ତାଙ୍କର ବହୁତ ଆସକ୍ତି କାହା ପ୍ରତି ନା ରାଷ୍ଟ୍ର ପ୍ରତି। ଯେମିତି ହେଲେ ବି ରାଜଗାଦି ଦରକାର ଯାହାର ବହୁତ ବଡ ଆସକ୍ତି ତାଙ୍କ ନାଁ ହଉଛି କଣ ନା ଧୃତରାଷ୍ଟ୍ର। ଆଉ ପ୍ରଥମ ଶ୍ଲୋକ କିଏ କହିଛନ୍ତି ନା ଧୃତରାଷ୍ଟ୍ର କହିଛନ୍ତି। କିନ୍ତୁ ଏଠି ପ୍ରଶ୍ନ ହଉଛି ଯେ ଧୃତରାଷ୍ଟ୍ର ନା କୃଷ୍ଣଙ୍କର କୌଣସି ଭକ୍ତ ଥିଲେ ନା ଦେଖିବାକୁ ଗଲେ କୃଷ୍ଣଙ୍କର କଥା କେବେ ବି ମାନିଛନ୍ତି କିନ୍ତୁ ତଥାପି ଭଗବତ ଗୀତାର ପ୍ରଥମ ଶ୍ଲୋକ ଗରମ କରିକି ଆଣିବାକୁ କହିଲି ନା ଏଇଟା କଣ ବା ପାଣି ନଥିଲା ନା କଣ ଉଷୁମ କରିକି କହିଗଲି ନା। ତ ନା ଆକ୍ଚୁଆଲି କୃଷ୍ଣଙ୍କର ବହୁତ ବଡ ଭକ୍ତ ଥିଲେ ନା କୃଷ୍ଣଙ୍କର କଥା ବି ମାନୁଥିଲେ କିନ୍ତୁ ତଥାପି ଦେଖନ୍ତୁ ଭଗବତ ଗୀତାର ପ୍ରଥମ ଶ୍ଲୋକ କିଏ କହୁଛନ୍ତି ଧୃତରାଷ୍ଟ୍ର। ଆଉ ସେକେଣ୍ଡ କଥା ହଉଛି ଯେ ଧୃତରାଷ୍ଟ୍ରଙ୍କର ଉଦ୍ଧାର ବି ହେଇଯାଇଛି ହେଲା।
ତେଣୁ ମୃତ୍ୟୁ ହେଇଛି, ଉଦ୍ଧାର ବି ହେଇଛି। ତେଣୁ ସେଇ ହିସାବରେ ଦେଖନ୍ତୁ କୋଉଥିପାଇଁ ହଉଛି ଉଦ୍ଧାର ହେଇଗଲା ନା ଯେହେତୁ ଧୃତରାଷ୍ଟ୍ରଙ୍କର ଆଗ୍ରହ ଥିଲା ଯେ ଯୋଉ କୁରୁକ୍ଷେତ୍ର ଅଛି ଯୋଉଠି ସମସ୍ତେ ଏକତ୍ରିତ ହେଇଛନ୍ତି ଜାଣିବା ପାଇଁ, ମାନେ କୃଷ୍ଣ ଯୋଉଠି ଅଛନ୍ତି କୃଷ୍ଣ ସମ୍ବନ୍ଧିତ କଥା ଯେହେତୁ ଜାଣିବା ପାଇଁ ଆଗ୍ରହ ଅଛି, ତେଣୁ ସେଇଥିପାଇଁ ତାଙ୍କର କଣ ହେଇଛି ନା ଉଦ୍ଧାର ହେଇଯାଇଛି। ତେଣୁ ଏଠି ଦେଖନ୍ତୁ ଧୃତରାଷ୍ଟ୍ର ପ୍ରଥମ ଶ୍ଲୋକ କହୁଛନ୍ତି, ଠିକ ଅଛି, ତ ସମସ୍ତେ ଉଚ୍ଚାରଣ କରି କିଏ ଏବେ ଦୋହରେଇବେ ମୋ ସହିତ। ନା ନା ଏଟା ପିଇବା ପାଇଁ ପରା, ଜଷ୍ଟ ଟିକେ ଉଷୁମ ହେଲା ପରେ ନେଇ ଆସିବ। ଠିକ ଅଛି ପ୍ରଭୁ, 2-3 ଜଣଙ୍କୁ ଅନମ୍ୟୁଟ କରନ୍ତୁ। ଠିକ ଅଛି ତ? ତେଣୁ ଧୃତରାଷ୍ଟ୍ରବାଚ धर्मक्षेत्रे कुरुक्षेत्रे धर्मक्षेत्रे कुरुक्षेत्रे समावेतायुत्सवा मामका पाण्डवश्चैव किमकुर्वत संजय। कई जन इंग्लिश रे पढ़ंतु फर्स्ट। कई जन इंग्लिश रे पढ़ंतु। प्रो का जन उद्यंतु इंग्लिश रे पढ़े। स्नेहलता माताजी पढ़ंतु। हरे कृष्ण। कुसुम नित्यानंद प्रभु पढ़ंतु। स्नेहलता माताजी पढ़ंतु, अनम्यूट करନ୍ତୁ। कि पढ़ू ना कहीं। Can I read? पढ़ंतु माताजी। Dhritarashtra said, "O Sanjay, after my sons and the sons of Pandu assembled in the place of pilgrimage at Kurukshetra, desiring to fight, what did they do?" जा पर करे एबे समस्त म्यूट हुअन्तु, सब म्यूट करन्तु। तो एबे जे उड़िया बही रखिचंती तांके उड़िया रे किए कहा पाखरे उड़िया रे बही अछि, उड़िया रे एबे अनुवाद करन्तु। काहाकू जणको अनम्यूट करन्तु। ठीक है, चंद्रिका किए जणे अछंत तांको दियन्तु। चंद्रिका दास। हरे कृष्ण गुरुजी, दंडवत प्रणाम। हाँ, दंडवत प्रणाम। धृतराष्ट्र कहिले, ही संजय, मो पुत्रगण एवं पांडु पुत्रगण युद्ध करने इच्छा करी तीर्थक्षेत्र, धर्मक्षेत्र, कुरुक्षेत्र नामक स्थान रे एकत्र होई कौन कले? हरे कृष्ण। तेठी देखंतु से एबे धृतराष्ट्र काहा पचारुछन, संजय को पचारुछंती। आ साधारणतः एठी केमती हेछि ना, महाभारत युद्ध तो एक्चुअली कुरुक्षेत्र रे होछि, किंतु एठी देखंतु जो धृतराष्ट्र आ संजय कोठी बसचंती ना, तांका राजउआस रे बसचंती। बसी के देखि पारुछन जे कोन होछि, के देखि पारुछन ना, संजय देखि पारुछन। अच्छा, संजय केमती देखि पारुछन ना, जेहेतु दिव्य चक्षु पाइथिले। अच्छा, ये जो दिव्य चक्षु केमती पाइले ना, थरे कोन हेछि ना, धृतराष्ट्र
ଏବେ କଣ ହେଇଛି ନା ନିଜେ ବ୍ୟାସଦେବ ଆସିଛନ୍ତି, ତ ବ୍ୟାସଦେବ ଆସିକି ଏବେ ଧୃତରାଷ୍ଟ୍ରଙ୍କୁ କହିଛନ୍ତି ଯେ ଦେଖ ଯେ ଯୋଉ ତୁମେ ତୁମର ଭାଇଙ୍କର ପୁତ୍ର ମାନଙ୍କୁ ଠିକ ତାଙ୍କର ଭାଗ ଦଉନ ଏ କରୁନ ସେ ସବୁ ଠିକ ହଉନି, ତେଣୁ ତୁମେ ଧର୍ମର ସହିତ ରହିବା ଦରକାର, ତ ୟା ଦ୍ୱାରା ବହୁତ ଅସୁବିଧା ହବ, ତେଣୁ ତୁମେ ଏଟଲିଷ୍ଟ ତ ରାଜା ଅଛ, ତୁମେ ଏଇ ଜିନିଷଟାକୁ ଠିକ ସେ ଦେଖିବା ଦରକାର। ତ ସେ କହିଲେ ମୁଁ କଣ କରିବି, ଦୁର୍ଯ୍ୟୋଧନ ତ ବହୁତ ଜିଦ୍ କରୁଛି, ଇଏ କରୁଛି ସିଏ କରୁଛି, କହିଲେ ଠିକ ଅଛି ତାହେଲେ ଇୟାର ତ ପରିଣାମ ଯୁଦ୍ଧ ହିଁ ହବ, ତେଣୁ ଯୁଦ୍ଧରେ ପରିଣାମ କଣ ହବ ତେଣୁ ତୁମେ ହିଁ ଦେଖିନିଅ। ତେଣୁ ଏବେ ଏବେ କଣ ହେଲା ନା ଯେ କହିଲେ ଠିକ ଅଛି ତାହେଲେ ମୁଁ ତୁମକୁ ଦିବ୍ୟ ଚକ୍ଷୁ ଦଉଛି, ତେଣୁ ଦିବ୍ୟ ଚକ୍ଷୁ ହିସାବରେ ତୁମେ ଦେଖିପାରିବ ଯୁଦ୍ଧ କ୍ଷେତ୍ରରେ କଣ ହବ। ତେଣୁ ଧୃତରାଷ୍ଟ୍ର କହିଲେ ମୁଁ ତ ନିଜେ ଅନ୍ଧ, ତେଣୁ ମୁଁ ଦିବ୍ୟ ଚକ୍ଷୁ ନେଇ କଣ କରିବି, ତେଣୁ ଆପଣ ସଞ୍ଜୟକୁ ଦେଇ ଦିଅନ୍ତୁ, ତ ସଞ୍ଜୟ ଆଟଲିଷ୍ଟ ଦିବ୍ୟ ଚକ୍ଷୁ ଦ୍ୱାରା ଯୁଦ୍ଧରେ ଯାହା ବି ହବ ଦେଖିକି ମତେ କହିପାରିବେ। ଆଉ ସଞ୍ଜୟ ହଉଛନ୍ତି କିଏ ନା ଧୃତରାଷ୍ଟ୍ରଙ୍କର ସାରଥୀ। ତ ଏବେ କହିଲେ ହଉ ଠିକ ଅଛି, ତେଣୁ ଏବେ ସଞ୍ଜୟକୁ ଧୃତରାଷ୍ଟ୍ର ପଚାରୁଛନ୍ତି ଯେ କଣ ହଉଛି, କଣ କହୁଛନ୍ତି, କହୁଛନ୍ତି ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ର। ପ୍ରଥମ କଥା ବୁଝିବାକୁ ପଡିବ, ସେ କହୁଛନ୍ତି ଏଇ ଯୋଉ କୁରୁକ୍ଷେତ୍ର ଇଏ ହଉଛି କଣ ନା ଧର୍ମ କ୍ଷେତ୍ର ହେଲା, ତ ଏଇ ଯୋଉ କୁରୁକ୍ଷେତ୍ର ଇଏ ଇଏ ହଉଛି କଣ ନା ଧର୍ମ କ୍ଷେତ୍ର। ତ ପ୍ରଥମ କଥା ବୁଝିବାକୁ ପଡିବ ଯେ ଆକ୍ଚୁଆଲି ଧୃତରାଷ୍ଟ୍ର ଜାଣିଥିଲେ ଯେ ଧର୍ମ କଣ, ନହେଲେ କେମିତି ଜାଣି ହଉଛି ଧର୍ମ କ୍ଷେତ୍ର ବୋଲି। ତ କଣ ପାଇଁ କହୁଛନ୍ତି ଯେ ଧର୍ମକ୍ଷେତ୍ର କୁରୁକ୍ଷେତ୍ରକୁ, ତ ତାର ବହୁତ ସାରା ଜିନିଷ ରହିଛି ଯୋଉଥିପାଇଁ କି ଧର୍ମକ୍ଷେତ୍ରକୁ ଏବେ କୁରୁକ୍ଷେତ୍ରକୁ ଏବେ ଧର୍ମକ୍ଷେତ୍ର ହିସାବରେ କହୁଛନ୍ତି। ତ କଣ 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 କାରଣ ହେଇପାରେ ନା ଦେଖନ୍ତୁ ଏଇ ଯୋଉ କୁରୁ ବଂଶରେ ଏମାନେ ଆସିଛନ୍ତି, ତ କୁରୁ ବଂଶରେ ନାମକରଣ ଏଇଥିପାଇଁ ହେଇଛି କାରଣ ତାଙ୍କର ଜଣେ ରାଜା ଥିଲେ, ତାଙ୍କର ନାମ ହଉଛି କୁରୁ, ବୁଝିପାରିଲେ, କୁରୁ ବୋଲି ଜଣେ ରାଜା ଥିଲେ, ତେଣୁ ସେଇ କୁରୁଙ୍କ ହିସାବରେ ଏଇ ଯୋଉ ତାଙ୍କର ବଂଶଜଙ୍କୁ ସାଧାରଣତଃ ଅ କୌରବ ବୋଲି କୁହାଯାଉଛି। ତ କୁରୁ ରାଜା ଏବେ କଣ କରିଥିଲେ ନା ଯେହେତୁ କ୍ଷତ୍ରିୟ ଥିଲେ ସେ ଜାଣିଥିଲେ ଯେ ଆମେ ତ ସବୁବେଳେ ପାଇଁ ଯୁଦ୍ଧ ଏ ସବୁରେ ଲାଗିକି ରହିବୁ, ତେଣୁ ସେଇ ହିସାବରେ ଆରେ ଇଏ ତ ଏବେ କୁରୁକ୍ଷେତ୍ର, ତେଣୁ ଯେହେତୁ କୁରୁ ତେଣୁ ସେ ଦେଖିଲେ ଯେ ଆମେ ଯେହେତୁ ବିଭିନ୍ନ ପ୍ରକାର ଆମର ଯୁଦ୍ଧ ଏ ସବୁ ଲାଗିକି ରହେ, ତେଣୁ ସେ ଯୋଉ କୁରୁକ୍ଷେତ୍ର ଯୋଉ ଅଛି ସେଇଠି ଆସିକି ଯଜ୍ଞ ମାନେ କଣ କରୁଛନ୍ତି ତପସ୍ୟା କରୁଛନ୍ତି। ତ ତପସ୍ୟା ଯେତେବେଳେ କରୁଛନ୍ତି ତ ସାଧାରଣତଃ ଏବେ ତପସ୍ୟା କରୁଛନ୍ତି କୋଉଥିପାଇଁ ନା ଯେହେତୁ ଆମେ ସମସ୍ତେ ଏଇଠି ଯୁଦ୍ଧ ସବୁବେଳେ ପାଇଁ ରହିବ, ତେଣୁ ମୁଁ ଚାହୁଁଛି ଯେ ଏଇଠି ତପସ୍ୟା କରିକି ଏଇ ଯୋଉ କ୍ଷେତ୍ରକୁ ଏତେ ପବିତ୍ର କରିଦେବି, ତେଣୁ ଏଇ ଭୂମିରେ ଯାହାର ବି ହୁଏତ ମୃତ୍ୟୁ ହବ ଯୁଦ୍ଧ ସମୟରେ ତ ସେ ଭଗବାନଙ୍କର ଧାମକୁ ପ୍ରାପ୍ତ ହବ। ତେଣୁ ଏଇଥିପାଇଁ କଣ କରୁଥିଲେ ନା ତପସ୍ୟା କରୁଥିଲେ। ତ ଯେତେବେଳେ ତପସ୍ୟା ଯଜ୍ଞ କରୁଥିଲେ, ତେଣୁ ଏବେ ନାରାୟଣ ଏବେ କଣ କଲେ ନା ତାଙ୍କର ତପସ୍ୟାକୁ ସଫଳ କରିବା ପାଇଁ ଏବେ ଆସିକି ପହଞ୍ଚିଲେ ଜଣେ ନର୍ମାଲ ବ୍ରାହ୍ମଣ ହିସାବରେ। ତ ଆସିକି କହିଲେ ଯେ ଆପଣ କଣ କରୁଛନ୍ତି ନା ମୁଁ ଯଜ୍ଞ କରୁଛି, କହିଲେ ଯଜ୍ଞ ଯଦି କରୁଛନ୍ତି ତାହେଲେ ଯଜ୍ଞରେ ଦକ୍ଷିଣା ତ ଦବା ଦରକାର, ତ ଦକ୍ଷିଣା ଯଦି ଆପଣ ନଦେବେ ତାହେଲେ ଯଜ୍ଞ ତାହେଲେ କେମିତି ସମ୍ପନ୍ନ ହବ। ତେଣୁ କହିଲେ ଆପଣ ଦକ୍ଷିଣା ଦେବା ପାଇଁ ରାଜି ଅଛନ୍ତି ତ, ତ କୁରୁ ରାଜା କହିଲେ ଠିକ ଅଛି ମୁଁ ଦକ୍ଷିଣା ଦେବା ପାଇଁ ରାଜି ଅଛି। କହିଲେ ହଉ ଠିକ ଅଛି ତାହେଲେ ଆପଣ ଗୋଟେ କାମ କରନ୍ତୁ, ତ ଆପଣଙ୍କୁ ଗୋଟେ ଗୋଡ କାଟିକି ଦିଅନ୍ତୁ। ତ ଗୋଟେ ଗୋଡ ଏବେ କାଟିକି ଦେଇଦେଲେ, ତାପରେ କହିଲେ ଯେ ଗୋଟେ ଏବେ ଆଉ ଗୋଟେ ଗୋଡ ବି କାଟିକି ଦିଅନ୍ତୁ, ତ ଆଉ ଗୋଟେ ଗୋଡ କାଟିକି ଦେଲେ, କହିଲେ ଠିକ ଅଛି ଏବେ କାମ କରନ୍ତୁ ଗୋଟେ ହାତ କାଟି ଦିଅନ୍ତୁ, ତ ଗୋଟେ ହାତ କାଟିଦେଲେ। ତାପରେ କହିଲେ ଆଉ ଗୋଟେ ହାତ କାଟିକି ଦିଅନ୍ତୁ, ସେଠୁ ଆଉ ଗୋଟେ ହାତ କାଟିଦେଲେ। ତାପରେ କହିଲେ ଯେ ଏବେ ଆଉ ଗୋଟେ ଏବେ ମୁଣ୍ଡ କାଟିକି ଦିଅନ୍ତୁ। ତ ମୁଣ୍ଡ କାଟିକି ଯେତେବେଳେ ଦବା ପାଇଁ ଯାଉଛନ୍ତି, ତ ସେଇ ଟାଇମରେ ଏବେ ସେ ଯୋଉ ବ୍ରାହ୍ମଣ ସିଏ କହିଲେ ଠିକ ଅଛି ଏବେ ରହିଯାଅ, ତୁମେ ଯୋଉ ତୁମର ଯଜ୍ଞ କରୁଥିଲ ସେ ଯଜ୍ଞ ଏବେ ସଫଳ ହେଇଛି, ତେଣୁ ତୁମେ କଣ ମାଗୁଛ ମାଗ। ତ ମାଗିବା ହିସାବରେ ଏଇ ମାଗିଲେ ଯେ ତ ଆମେ ଯେହେତୁ କ୍ଷତ୍ରିୟ ଆମର ତ ସବୁବେଳେ ଯୁଦ୍ଧ ହିଁ ଲାଗିକି ରହିବ, ତେଣୁ ଏଇ କ୍ଷେତ୍ରରେ ଯାହାର ବି ଯୁଦ୍ଧ ହବ ସିଏ କଣ କରିବେ ନା ଭଗବାନ ଧାମକୁ ହିଁ ପ୍ରାପ୍ତ ହେବେ। ହେଲେ ହଉ ଠିକ ଅଛି। ତେଣୁ ସେଇ ହିସାବରେ ତ ଏଇ ଯୋଉ କୁରୁକ୍ଷେତ୍ର ଆମେ ଦେଖୁଛନ୍ତି ଇଏ ହଉଛି ଧର୍ମକ୍ଷେତ୍ର। ସେକେଣ୍ଡ ଆମେ ଯୋଉ ଦେଖୁଛନ୍ତି ପରଶୁରାମ, ତ ପରଶୁରାମ ସାଧାରଣତଃ
ବ୍ରାହ୍ମଣ ହିସାବରେ ଜନ୍ମ ହେଇଥିଲେ, କିନ୍ତୁ ବ୍ରାହ୍ମଣ ପରିବାରରେ ଜନ୍ମ ହେଇକି ସେ କଣ କରିଥିଲେ ନା ଯେତେ କ୍ଷତ୍ରିୟ ଥିଲେ ତାଙ୍କୁ 22 ଥର ପରାସ୍ତ କରିଥିଲେ। ତ ତେଣୁ 22 ଥର ଏଇ କ୍ଷତ୍ରିୟ ମାନଙ୍କୁ ପରାସ୍ତ କରିବା ପରେ ତାପରେ କଣ କଲେ ନା ସେଇ ଯୋଉ କୁରୁକ୍ଷେତ୍ର ଅଛି ସେଇଠି ଯାଇକି ସେ ତପସ୍ୟା କରିଥିଲେ। ତେଣୁ ସେଥିପାଇଁ ବି ଏଇ ଯୋଉ କୁରୁକ୍ଷେତ୍ର ଇଏ ବି ହଉଛି କଣ ନା ଧର୍ମକ୍ଷେତ୍ର। ଥାର୍ଡ ଜିନିଷ ଯେ ସବୁଠୁ ଯୋଉ ଗୁରୁତ୍ୱପୂର୍ଣ୍ଣ ଆପଣ ଦେଖନ୍ତୁ କୌଣସି ବି ଧର୍ମକ୍ଷେତ୍ର କୋଉଥିପାଇଁ ହେଇଛି ନା ଯୋଉ ଜାଗାରେ ସାଧାରଣତଃ କୃଷ୍ଣ ନିଜେ ଉପସ୍ଥିତ ଥିଲେ। ଯୋଉ ଜାଗାରେ ସାଧାରଣତଃ ନିଜେ କୃଷ୍ଣ ହିଁ ଉପସ୍ଥିତ ରୁହନ୍ତି। ତେଣୁ ସେଇ ହିସାବରେ ତ ଏଇ ଯେହେତୁ ତିନିଟା କାରଣ ପାଇଁ ସାଧାରଣତଃ ଏଇ ଯୋଉ କୁରୁକ୍ଷେତ୍ରକୁ ଧର୍ମକ୍ଷେତ୍ର ବୋଲି କୁହାହଉଛି। ଆଉ ସାଧାରଣ ସେକେଣ୍ଡ ଜିନିଷ ଦେଖନ୍ତୁ ଏଠି କଣ ହଉଛି ନା ଏବେ କହୁଛନ୍ତି ହେ ସଞ୍ଜୟ ଯେ ଏଇ ଯୋଉ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ମୋର ପୁତ୍ର ଏବଂ ପାଣ୍ଡୁ ପୁତ୍ର ମାନେ ଏକତ୍ରିତ ଥିଲେ ମାନେ କଣ କରିବେ କଣ କରୁଛନ୍ତି ସାଧାରଣତଃ ଏକତ୍ରିତ ହେଇଛନ୍ତି ଯୁଦ୍ଧ କରିବା ପାଇଁ। ତ କଣ କରୁଛନ୍ତି ତାମାନେ ପ୍ରଶ୍ନ ଇଏ ପଚାରୁଛନ୍ତି ଯେ ଆମେ ଯେମିତି କୁହନ୍ତି ଯେ ତୁମେ ଯାଇଥିଲ ତାଙ୍କ ଘରକୁ ଆଉ ତାଙ୍କର ଖାଇବା ପିଇବା ସବୁ ବାଢିକି ଦେଲେ, ବାଢିକି ଦେଲା ପରେ କଣ ହେଲା, ବାଢିକି ଦେଲା ପରେ ତ ଖାଇବେ ନା ଆଉ କଣ କରିବେ। ତାମାନେ ଏଇଠି କୋଉଠି ନା କୋଉଠି ଧୃତରାଷ୍ଟ୍ର ମନରେ ଉତ୍ସୁକତା ବହୁତ ଦେଖା ଦଉଛି ଯେ ବହୁତ ଏବେ ଡର ଡର ଅଛନ୍ତି ଯେ ଯୁଦ୍ଧ ହେଲା ପରେ କଣ ହବ। କାରଣ ଜାଣିଛନ୍ତି ଇଏ ହଉଛି ଧର୍ମକ୍ଷେତ୍ର, ଧର୍ମକ୍ଷେତ୍ର ହେଲା ମାନେ ଧର୍ମକ୍ଷେତ୍ରରେ ଧର୍ମର ଜୟ ହବ। ତେଣୁ ଧର୍ମରେ ଯଦି ଜୟ ହବ ତାହେଲେ ନିଶ୍ଚିତ ମାତ୍ରାରେ ଆମେ ତ ଅଧର୍ମରେ ଅଛୁ, ତେଣୁ କଣ ହବ। ତେଣୁ ସାଧାରଣତଃ ଦେଖନ୍ତୁ ଆମ ଜୀବନରେ ଆମେ ଯଦି ଧର୍ମ ରାସ୍ତାରେ ନାହାନ୍ତି, ଆମେ ଯଦି ଠିକ କାର୍ଯ୍ୟ କରିନାହାନ୍ତି ତାହେଲେ ନିଶ୍ଚିତ ମାତ୍ରାରେ ଶେଷ ସମୟରେ ଆମେ ବଡ ଚିନ୍ତାରେ ପଡିଯିବା। ଏ ସଂସାରରେ ଦେଖନ୍ତୁ ସମସ୍ତେ ଏଇଥିପାଇଁ ମୃତ୍ୟୁକୁ ନେଇକି ବହୁତ ଭୟଭୀତ, କାରଣ ଏଇ ଯୋଉ ମନୁଷ୍ୟ ଶରୀର ମିଳିଛି, ମନୁଷ୍ୟ ଜୀବନ ମିଳିଛି, ଆମେ ମନୁଷ୍ୟ ଜୀବନର ଯୋଉଟା ଆକ୍ଚୁଆଲି ଠିକ ରାସ୍ତା ଆମେ ସେଇ ଠିକ ରାସ୍ତାରେ ଚାଲି ନାହାନ୍ତି। ତେଣୁ ସାଧାରଣତଃ ବୃଦ୍ଧ ଅବସ୍ଥା ଆସିଲା ମାନେ ଆମେ ମୃତ୍ୟୁକୁ ନେଇକି ବହୁତ ଭୟଭୀତ ହେଇଯାଆନ୍ତି ହେଲା। ସେମିତି ଟାଇପର ଏଠି ଯେତେବେଳେ ଯୁଦ୍ଧ ହବାକୁ ଯାଉଛି ତେଣୁ ଧୃତରାଷ୍ଟ୍ର ବି ଏବେ ବହୁତ ଭୟଭୀତ ହେଇଯାଇଛନ୍ତି। ନେକ୍ସଟ ଶ୍ଲୋକ। ତ ଏବେ ଦେଖନ୍ତୁ ଏବେ ତାପରେ କଣ ହଉଛି ନା ଏବେ ସଞ୍ଜୟ ଏବେ କଣ କହୁଛନ୍ତି, କହୁଛନ୍ତି କିଏ ଉଚ୍ଚାରଣ ସାଧାରଣତଃ ମୋ ସହିତ କରିବେ ସେମାନେ ହାତ ଠିକ ଅଛି ଅନମ୍ୟୁଟ କରନ୍ତୁ ତାଙ୍କୁ। ଅନମ୍ୟୁଟ ହେଇଗଲେ ବ୍ରୋ। ଠିକ ଅଛି। ତେବେ କଣ କହୁଛନ୍ତି, କହୁଛନ୍ତି ପଶ୍ୟତାମ୍ ପାଣ୍ଡୁ ପୁତ୍ରାଣମ୍ ପୃଷ୍ଠତୁ ପଶ୍ୟତାମ୍ ପାଣ୍ଡୁ ପୁତ୍ରାଣମ୍। ସବୁ ତ ମ୍ୟୁଟ ହେଇକି ଅଛନ୍ତି, ଅନମ୍ୟୁଟ ତ କେହି ହେଲେନି। ଶ୍ଲୋକ 3 କି ଗୁରୁଜୀ? ହଁ ପଶ୍ୟତାମ୍ ପାଣ୍ଡୁ ପୁତ୍ରାଣମ୍ ପଶ୍ୟତାମ୍ ପାଣ୍ଡୁ ପୁତ୍ରାଣାମ୍ ଆଚାର୍ଯ୍ୟ ମହତିಂ ଚ ମୁମ୍ ଆଚାର୍ୟ ମହତିಂ ଚମୁମ୍ व्यूढं द्रुपदपुत्रेण ବୃଢଂ ଦ୍ରୁପଦ ପୁତ୍ରେଣ तव शिष्येण धीमता। ତବ ଶିଷ୍ୟେଣ ଧୀମତା। ତ ଏବେ ଦେଖନ୍ତୁ ଯେ ଯେତେବେଳେ ଏବେ ସଞ୍ଜୟଙ୍କୁ ପଚାରୁଛନ୍ତି ଯେ ମୋର ପୁତ୍ର ଏବଂ ପାଣ୍ଡବ ପୁତ୍ର ମାନେ ଏକତ୍ରିତ ହେଇ କଣ କରୁଛନ୍ତି, ତ ଏବେ କଣ ହେଇଛି ନା ଏବେ ଇଏ କହୁଛନ୍ତି ଯେ କହୁଛନ୍ତି ଯେ ଦୁର୍ଯ୍ୟୋଧନ ଏବେ ଗଲେ ତାଙ୍କର ଗୁରୁଙ୍କ ପାଖକୁ, ଗୁରୁ କିଏ ନା ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ, ଆଉ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଯାଇକି ସେ ଏଇ କଥା କହୁଛନ୍ତି। କଣ କହୁଛନ୍ତି ନା ଏଠି ପ୍ରଥମ ଜିନିଷ ଦେଖନ୍ତୁ ସାଧାରଣତଃ କୌରବ ସାଇଡ ରେ ତାଙ୍କର ଯୋଉ ସେନାଧ୍ୟକ୍ଷ କିଏ ଥିଲେ, ଭୀଷ୍ମ ପିତାମହ ଥିଲେ। ସାଧାରଣତଃ ଜଣେ ବ୍ୟକ୍ତି ଯଦି ଯୁଦ୍ଧର କୌଣସି ଯୁଦ୍ଧ ବିଷୟରେ ଚର୍ଚ୍ଚା କରିବେ ନିଶ୍ଚିତ ମାତ୍ରାରେ ତାଙ୍କର ତ ମାନେ ଯିଏ କ୍ୟାପ୍ଟେନ ତାଙ୍କ ପାଖରେ ଯାଇକି ଚର୍ଚ୍ଚା କରିବେ ନା,
ଯିଏ ସେନାଧ୍ୟକ୍ଷ ତାଙ୍କ ପାଖରେ ଚର୍ଚ୍ଚା କରିବେ, କିନ୍ତୁ ଏଠି ଗଲେ କାହା ପାଖକୁ ନା ସାଧାରଣତଃ ଯାଇକି ପହଞ୍ଚନ୍ତି କାହା ପାଖରେ ନା ତାଙ୍କର ଗୁରୁଙ୍କ ପାଖରେ। କଣ ପାଇଁ ନା ଏଇଥିପାଇଁ ସାଧାରଣତଃ ସିଏ ଏଇଥିପାଇଁ ଯାଇକି ଗୁରୁଙ୍କ ପାଖରେ ଚର୍ଚ୍ଚା କରୁଛନ୍ତି, କାରଣ ଭୀଷ୍ମ ପିତାମହ ଆଉ ଦ୍ରୋଣାଚାର୍ଯ୍ୟ ଏମାନଙ୍କ ଦି ଜଣଙ୍କର କଣ ଥିଲା ନା ପାଣ୍ଡବ ମାନଙ୍କ ପ୍ରତି ଟିକେ ତାଙ୍କର ଆଦର ମନୋଭାବ ଥିଲା ହେଲା, ସାଧାରଣତଃ ସ୍ନେହ ପ୍ରେମ ହୃଦୟରେ ଥିଲା। ତେଣୁ ସିଏ ବି ଭାବୁଛନ୍ତି ଯେ ଯେହେତୁ ପିତାମହ ହଉଛନ୍ତି ରକ୍ତ ସମ୍ପର୍କୀୟ, ତେଣୁ ତାଙ୍କୁ ମୁଁ ଯଦି ଉସ୍କେଇବି ବି ସିଏ ଏବେ ଚେଞ୍ଜ ହେବେନି। କିନ୍ତୁ ଯେହେତୁ ଦ୍ରୋଣାଚାର୍ଯ୍ୟ ହଉଛନ୍ତି ରକ୍ତ ସମ୍ପର୍କୀୟ ନୁହେଁ, ତେଣୁ ମୁଁ ଯଦି ଦ୍ରୋଣାଚାର୍ଯ୍ୟଙ୍କୁ ମୁଁ ଉସ୍କାଏ ତାହେଲେ ସିଏ ହୁଏତ ଉସ୍କେଇବାରେ ପ୍ରଭାବିତ ହେଇକି ଠିକ ଭାବରେ ଯୁଦ୍ଧ କରିବେ ଆଉ ପାଣ୍ଡବ ମାନଙ୍କୁ ନିହତ କରିଦେବେ। ତେଣୁ ସେଇଥିପାଇଁ ଏବେ ଯାଉଛନ୍ତି କାହା ପାଖକୁ ନା ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଉସ୍କେଇବା ପାଇଁ। ଆଉ ଯାଇକି ଉସ୍କେଇବାକୁ କଣ କହୁଛନ୍ତି, କହୁଛନ୍ତି ଦେଖନ୍ତୁ ଦେଖନ୍ତୁ ଆପଣଙ୍କର ଶିଷ୍ୟ କିଏ ନା ଯିଏ ହଉଛି ଦ୍ରୁପଦଙ୍କର ପୁତ୍ର, ସେ କେତେ ସୁନ୍ଦର ଭାବରେ ତାଙ୍କର ସେନାଧ୍ୟକ୍ଷ ହେଇକି ତାଙ୍କ ସେନାକୁ ସଜେଇଛନ୍ତି, ଏସବୁ ଦେଖନ୍ତୁ। ତ ଇଏ ଦେଖନ୍ତୁ ଲାଗୁଛି ଯେ ବୋଧେ ଦ୍ରୋଣାଚାର୍ଯ୍ୟଙ୍କୁ ଯାଇକି ସିଏ ଏବେ ତାଙ୍କ ଶିଷ୍ୟଙ୍କ ବିଷୟରେ ଗୁଣଗାନ କରୁଛନ୍ତି, କିନ୍ତୁ ସେଇଆ ନୁହେଁ। କଣ କହିବାକୁ ଚାହୁଁଛନ୍ତି, କହିବାକୁ ଚାହୁଁଛନ୍ତି ଯେ ଦେଖନ୍ତୁ ଆପଣ ବହୁତ ବଡ ଭୁଲ କରିଛନ୍ତି ଜୀବନରେ। କୋଉଥିପାଇଁ ନା ଦ୍ରୁପଦଙ୍କର ପୁତ୍ରକୁ ଆପଣ ଆପଣ ଶିଷ୍ୟ ହିସାବରେ ଗ୍ରହଣ କରୁଛନ୍ତି, ଏ ତ ବହୁତ ବଡ ଭୁଲ କରିଛନ୍ତି। ଆଉ ତା ଦ୍ଵାରା ସିଏ ଦେଖନ୍ତୁ କେତେ ସୁନ୍ଦର ଭାବରେ ଏବେ ସେନାକୁ ସଜେଇଛନ୍ତି। ତ ଏବେ ଯଦି ଆଟଲିଷ୍ଟ ଆପଣ ବୁଝି ନ ଯିବେ ତାହେଲେ ହୁଏତ ଆମେ ଏଇ ଯୁଦ୍ଧରେ ମାନେ ମୃତ୍ୟୁ ହେଇଯିବାର ବହୁତ ସାରା ସମ୍ଭାବନା ଅଛି। ତେଣୁ ଆପଣ ଏଇଟା ବୁଝନ୍ତୁ। ଏଠି ଦେଖନ୍ତୁ ପ୍ରଥମ ଜିନିଷ ହଉଛି ଯେ ସେ କହୁଛନ୍ତି ଦ୍ରୁପଦଙ୍କର ପୁତ୍ର। ଦ୍ରୁପଦଙ୍କର ପୁତ୍ର କିଏ ନା ଧୃଷ୍ଟଦ୍ୟୁମ୍ନ। ସେ କଣ ଜାଣିନଥିଲେ ଧୃଷ୍ଟଦ୍ୟୁମ୍ନ ତ ଡାଇରେକ୍ଟ କହିଥାନ୍ତି, କିନ୍ତୁ ଏଠି ଦ୍ରୁପଦଙ୍କର ପୁତ୍ର କଣ ପାଇଁ କହୁଛନ୍ତି, ଏଇଥିପାଇଁ ନା ସାଧାରଣତଃ ଦ୍ରୁପଦଙ୍କର ସହିତ ଏଇ ଯୋଉ ଦ୍ରୋଣାଚାର୍ଯ୍ୟଙ୍କର ବହୁତ ବଡ ଶତ୍ରୁତା ଥିଲା। ସେଇ ଜିନିଷଟା ସିଏ ଏବେ ମନେ ପକଉଥିଲେ। କଣ ଶତ୍ରୁତା ନା ଯେତେବେଳେ ସାଧାରଣତଃ ଦ୍ରୁପଦ ଆଉ ଦ୍ରୋଣାଚାର୍ଯ୍ୟ ଦି ଜଣ ଲେଖେ ସାଧାରଣତଃ କଣ ନା ବଶିଷ୍ଠଙ୍କର ଆଶ୍ରମରେ ଦି ଜଣ ଲେଖେ ରହିକି ବିଦ୍ୟା ଶିକ୍ଷା ଅର୍ଜନ କରୁଥିଲେ। ଯେତେବେଳେ ବିଦ୍ୟା ଶିକ୍ଷା ଅର୍ଜନ କରୁଥିଲେ, ଦ୍ରୋଣାଚାର୍ଯ୍ୟ ସାଧାରଣତଃ ଜଣେ ତ ବ୍ରାହ୍ମଣ ଥିଲେ, ଆଉ ଏ ଯୋଉ ଦ୍ରୁପଦ ଥିଲେ ସେ ହଉଛନ୍ତି କ୍ଷତ୍ରିୟ ରାଜାଙ୍କର ପୁତ୍ର। ତେଣୁ ସ୍ୱାଭାବିକ ଭାବରେ ସାଧାରଣତଃ ଆଗରୁ ବ୍ରାହ୍ମଣ ମାନେ ଦରିଦ୍ର ଥିଲେ। ତେଣୁ ସିଏ ଯେତେବେଳେ ସାଙ୍ଗ ହେଇକି ପଢୁଥିଲେ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା। ତେଣୁ ଏବେ କଣ ହେଇଛି ନା ଦ୍ରୁପଦ ଏବେ ଦ୍ରୋଣାଚାର୍ଯ୍ୟଙ୍କୁ କହିଲେ ଯେ ଦେଖ ମୁଁ ତ ଏଠୁ ବିଦ୍ୟା ଶିକ୍ଷା ପରେ ମୁଁ ଜଣେ ବଡ ରାଜା ହେଇଯିବି, ଆଉ ମୁଁ ରାଜା ହେଇଗଲେ ତୁମକୁ ମୋ ସମ୍ପତ୍ତିରୁ ଅଧା ସମ୍ପତ୍ତି ମୁଁ ତୁମକୁ ଦେଇଦେବି, ଏଇଆ କହିଥିଲେ। ତାପରେ ତାଙ୍କର ବିଦ୍ୟା ଶିକ୍ଷା ସମାପନ ହେଇଗଲା। ସମାପନ ହେଇଗଲା ପରେ ଏବେ ଯେତେବେଳେ ଦି ଜଣ ଆସିଗଲେ, ଦ୍ରୌପଦୀ ଏବେ ରାଜା ହେଇଗଲେ। ଏବେ ଦ୍ରୋଣାଚାର୍ଯ୍ୟ ଯୋଉ ସେ ବିବାହ କଲେ କାହାକୁ ନା କୃପାଚାର୍ଯ୍ୟଙ୍କର ଭଉଣୀକୁ କୃପିଙ୍କୁ ବିବାହ କଲେ। ତାଙ୍କର ଯୋଉ ସନ୍ତାନ ହେଲା ସେ କିଏ ନା ଅଶ୍ୱତ୍ଥାମା। ତ ତାଙ୍କର ଏତେ ଦରିଦ୍ର ଅବସ୍ଥା ଥିଲା ଯେ ଅଶ୍ୱତ୍ଥାମାଙ୍କୁ ସାଧାରଣତଃ ଟିକେ କ୍ଷୀରପାନ କରିବା ପାଇଁ ବି କିଛି ଅବସ୍ଥା ସେମିତି ଠିକ ନଥିଲା। ତେଣୁ ସେ ଭାବିଲେ ଆମେ ଯୋଉ ଏଇ ଦରିଦ୍ରର ଅବସ୍ଥା ଅଛି, ଯଦି ଯାଇକି ମୁଁ ଦ୍ରୁପଦଙ୍କ ଠାରୁ ଗୋଟେ ଗାଈ ଆଟଲିଷ୍ଟ ପାଇଯିବି, ତାଙ୍କୁ ମାଗିବି ଯେ ଗୋଟେ ଗାଈ ଦିଅନ୍ତୁ, ତ ଗାଈଟା ଆଟଲିଷ୍ଟ ଯଦି ରହିଲା ଆମ ଘରେ ତାହେଲେ ତାଠୁ ଆଟଲିଷ୍ଟ କ୍ଷୀରଟା ପାଇଲେ ତ ଅଶ୍ୱତ୍ଥାମା ସେ କ୍ଷୀରଟା ପାନ କରିପାରିବେ। ତେଣୁ ସେଇ ହିସାବରେ ଏବେ କଣ କଲେ ନା ଦ୍ରୋଣାଚାର୍ଯ୍ୟ ଯାଇ ପହଞ୍ଚିଲେ କାହା ପାଖରେ ନା ଦ୍ରୌପଦଙ୍କ ପାଖରେ। ଦ୍ରୌପଦଙ୍କୁ ଯାଇକି ମାଗିଲେ ଯେ ଆପଣ ତ ଏମିତି କହିଥିଲେ ଗୋଟେ ଗାଈ ଆଟଲିଷ୍ଟ ଦିଅନ୍ତୁ। ତ ଏଇ କଥାରେ ଦ୍ରୁପଦ ଏତେ ମାତ୍ରାରେ କ୍ରୋଧାନ୍ୱିତ ହେଇକି କହିଲେ, କହିଲେ ତୁମେ ଗୋଟେ ଦରିଦ୍ର ବ୍ରାହ୍ମଣ, ତୁମର ସାହସ କେମିତି ହେଲା ଯେ ମୋ ରାଜଉଆସରେ ଆସିକି କହିବା ପାଇଁ ଯେ ମତେ ଅଧା ସମ୍ପତ୍ତି ଦିଅ କିମ୍ବା ଆଟଲିଷ୍ଟ ଅଧା ସମ୍ପତ୍ତି ନଦେଲେ ଗୋଟେ ଗାଈ ଦିଅ ବୋଲି। ତେଣୁ ଏଠି ଯଥାଶୀଘ୍ର ଚାଲିଯାଅ। ତେଣୁ ଏଇ ଯୋଉ କଥା ତ ଦ୍ରୋଣାଚାର୍ଯ୍ୟଙ୍କୁ ବହୁତ ମାନେ ଅପମାନିତ ଲାଗିଲା। ତ ଅପମାନିତ ଯେତେବେଳେ ଲାଗିଲା, ତେଣୁ ଏବେ ଅପମାନର ଜ୍ୱାଳାରେ ଜ୍ୱଳିତ ହଉଛନ୍ତି। ଏବେ ଧୀରେ ଧୀରେ ଚାଲିକି ଆସୁଛନ୍ତି। ତ ଚାଲିକି ଯେତେବେଳେ ଆସୁଛନ୍ତି ଏବେ ଦେଖିଲେ ଯେ ପାଣ୍ଡବ ମାନେ ଆଉ କୌରବ ମାନେ ସେମାନେ କଣ କରୁଥିଲେ ନା ଖେଳୁଥିଲେ। ତାଙ୍କର ଗୋଟେ ବଲଟେ ଏବେ କଣ ହେଇଛି ନା ଗୋଟେ କୂପ ଭିତରେ ପଡିଯାଇଛି। ତ କୂପ ଭିତରେ ଯେତେବେଳେ ପଡିଯାଇଛି ଏମାନେ କାଢିବା ପାଇଁ ଚେଷ୍ଟା କରୁଛନ୍ତି, କାଢି ପାରୁନାହାନ୍ତି। ତ ସେଇ ରାସ୍ତା ଦେଇକି ଏବେ କିଏ ଆସୁଥିଲେ ନା ଦ୍ରୋଣାଚାର୍ଯ୍ୟ। ତେଣୁ ଦ୍ରୋଣାଚାର୍ଯ୍ୟ ଯେତେବେଳେ ଆସୁଥିଲେ, ତେଣୁ ଦ୍ରୋଣାଚାର୍ଯ୍ୟ ଯେତେବେଳେ ଦେଖିଲେ ଯେ ଏମାନେ ବଲ୍ ଖୋଜୁଛନ୍ତି ପାଉନାହାନ୍ତି, ତେଣୁ ସିଏ ଏବେ କଣ କଲେ ନା ଗୋଟେ କୁଟାକୁ ସାଧାରଣତଃ ଦି ତିନିଟା କୁଟାକୁ ଏମିତି ଯୋଡି 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 ସେ ବଲ୍ ଟାକୁ କାଢିକି ନେଇ ଆଇଲେ। ତ ଏଇ ଜିନିଷ କିଏ ଦେଖୁଥିଲେ ନା ଅର୍ଜୁନ। ଅର୍ଜୁନ ଦେଖୁଥିଲେ ଯେତେବେଳେ ସମସ୍ତେ ଦେଖୁଥିଲେ, ଅର୍ଜୁନ ଏବେ ଦୌଡି ଦୌଡି ଯାଇକି ତାଙ୍କର ପିତାମହ ଯୋଉ ଭୀଷ୍ମ ପିତାମହଙ୍କୁ କହିଲେ ଯେ ଏମିତି କିଏ ଜଣେ ଆସିଛନ୍ତି, ସେ ସାଧାରଣତଃ ଆମର ବଲ୍ ଟା କୂଅରେ ଯେହେତୁ ପଡି ଯାଇଥିଲା ତାକୁ ଏବେ ଖୋଲି କାଢିଦେଲେ।
तेबे भीष्म पितामह जानिदेले जे ये व्यक्ति होचंती किए ना द्रोणाचार्य आउ एंकु जाई कहिबार अछि जे आम पिला माननकु आपण शिक्षा दियंतु। तेणु एबे जाई तांको कहले जे आपण पिलांकु विद्या शिक्षा दियंतु। को विद्या ना साधारणतः एई जो धनुर्विद्या शिक्षा दियंतु। सेमाने राजा घर पिला ना तेणु धनुर्विद्या शिक्षा दियंतु। तेबे द्रोणाचार्यଙ୍କର ତ ମନ ଅଛି ଯେ ମତେ ଅପମାନ କରିଛନ୍ତି କିଏ ଦ୍ରୌପଦ। ତେବେ ବିଦ୍ୟା ଶିକ୍ଷା ଦେଲେ ସମସ୍ତେ ବିଦ୍ୟା ଶିକ୍ଷା ପରେ ଏବେ କୌରବ ମାନେ ଯୋଉ 100 ଭାଇ ଥିଲେ ତାଙ୍କୁ କହିଲେ ଯେ ଦେଖ ମୋର ଯୋଉ ମୁଁ ତୁମକୁ ଗୁରୁ ହିସାବରେ ବିଦ୍ୟା ଶିକ୍ଷା ଦେଲି ତ ମତେ ଏବେ ଗୁରୁ ଦକ୍ଷିଣା ଦେବାର ଅଛି। ତ ଗୁରୁ ଦକ୍ଷିଣା ହିସାବରେ କଣ ଦବ ନା ତୁମେ 100 ଭାଇ ଲେଖେ ଯାଅ ଦ୍ରୁପଦକୁ ବାନ୍ଧିକି ନେଇକି ଆସ। ଇଏ 100 ଭାଇ ଗଲେ ଦ୍ରୁପଦଙ୍କୁ ବାନ୍ଧି କଣ ଆଣି ଏମାନେ ଦ୍ରୁପଦଙ୍କ ପାଖରେ ସମସ୍ତେ ପରାସ୍ତ ହେଇକି ଆଇଲେ। ତ ତାପରେ ପାଣ୍ଡବ ମାନଙ୍କୁ ପଠାଇଲେ ଯେ ତୁମେ ଯାଅ। ତ ପାଣ୍ଡବ ମାନେ ଯେତେବେଳେ ଗଲେ ସେ ଦ୍ରୌପଦଙ୍କୁ ହରାଇ ଦେଲେ ଆଉ ଦ୍ରୌପଦଙ୍କୁ ନେଇକି ପଳେଇ ଆସିଲେ ବାନ୍ଧିକି। ତ ଏବେ ଏବେ ଦେଖନ୍ତୁ କିଏ ଦ୍ରୋଣାଚାର୍ଯ୍ୟ ଏବେ ଅପମାନିତ ହେଇଥିଲେ ଫେରି ଆସିଥିଲେ। ଏବେ ଦ୍ରୌପଦ ଦେଖିଲେ ଯେ ମତେ ବାନ୍ଧିକି ନେଇଥିଲେ ମୁଁ ବି ଏବେ ଅପମାନିତ ହେଇଛି। ଆଉ ସାଧାରଣତଃ କ୍ଷତ୍ରିୟ ମାନେ ତାଙ୍କ ଅପମାନକୁ ସହ୍ୟ କରିପାରନ୍ତିନି। ତେଣୁ ଏବେ ଆସିଲେ ଆସିକି ଚିନ୍ତା କଲେ ଯେ କୌଣସି ବି ଉପାୟରେ ମତେ ଦ୍ରୌପଦଙ୍କ ଉପରେ ଇଏ ଦ୍ରୋଣାଚାର୍ଯ୍ୟଙ୍କ ଉପରେ ପ୍ରତିଶୋଧ ନେବାର ଅଛି। କେମିତି ପ୍ରତିଶୋଧ ନେବି ନା ମୁଁ ଏବେ ଯଜ୍ଞ କରିବି। କଣ ଯଜ୍ଞ ନା ପୁତ୍ରେଷ୍ଟି ମାରଣ ଯଜ୍ଞ। ପୁତ୍ରେଷ୍ଟି ମାରଣ ଯଜ୍ଞରେ ମତେ ଗୋଟେ ପୁତ୍ର ଦରକାର ଯୋଉ ପୁତ୍ର ଆକ୍ଚୁଆଲି ଦ୍ରୋଣାଚାର୍ଯ୍ୟର ମୃତ୍ୟୁର କାରଣ ହେଇଯିବ। ତେଣୁ ଏବେ ଯେତେବେଳେ ଯଜ୍ଞ କଲେ ତ ଯଜ୍ଞରେ ଏବେ ଦୃଷ୍ଟଦ୍ୟୁମ୍ନ ବାହାରିଲେ ଯିଏକି ଆକ୍ଚୁଆଲି ଦ୍ରୋଣାଚାର୍ଯ୍ୟଙ୍କର ଏବେ ମୃତ୍ୟୁର କାରଣ ହବ। କିନ୍ତୁ ସିଏ ଦେଖିଲେ ଯେତେବେଳେ ଯାଏ ଅର୍ଜୁନ ମୋ ସାଇଡରେ ନାହାନ୍ତି ଅର୍ଜୁନ ଏବେ ଦ୍ରୋଣାଚାର୍ଯ୍ୟଙ୍କ ସାଇଡରେ ଅଛନ୍ତି। ତେଣୁ ସାଧାରଣତଃ ଦ୍ରୋଣାଚାର୍ଯ୍ୟଙ୍କୁ ପରାସ୍ତ କରିବା କିମ୍ବା ମୃତ୍ୟୁ ମୁଖରେ ପକେଇବା ଏତେ ସହଜ ନୁହେଁ। ତେଣୁ ମତେ ଜଣେ କନ୍ୟା ଦରକାର ଯୋଉ କନ୍ୟା କି ବିବାହ କରିବ କାହାକୁ ନା ଅର୍ଜୁନଙ୍କୁ। ତାହା ଦ୍ଵାରା କଣ ହେଇଯିବ ନା ଅର୍ଜୁନଙ୍କୁ ବି ମୋ ସାଇଡରେ ରଖିବି ଆଉ ସାଧାରଣତଃ ପୁତ୍ର ଯିଏ ହବ ଦ୍ରୋଣାଚାର୍ଯ୍ୟଙ୍କୁ ମୃତ୍ୟୁ କରିପାରିବ। ସେକେଣ୍ଡ କଥା ଏଠି ଦେଖନ୍ତୁ ଦ୍ରୋଣାଚାର୍ଯ୍ୟ ଜାଣିଥିଲେ ଏଇ ଯୋଉ ଦୃଷ୍ଟଦ୍ୟୁମ୍ନ ହଉଛନ୍ତି ଏବେ ଜନ୍ମ ହେଇଛନ୍ତି ସିଏ ହଉଛନ୍ତି କାହାର ମୃତ୍ୟୁର କାରଣ ହବ ଦ୍ରୋଣାଚାର୍ଯ୍ୟଙ୍କ ମୃତ୍ୟୁର କାରଣ ହବ। ଏବେ ଦୃଷ୍ଟଦ୍ୟୁମ୍ନ ବିଦ୍ୟା ଶିକ୍ଷା ପୁଣି କୋଉଠି କରିବା ପାଇଁ ଗଲେ ଜାଣିଛନ୍ତି ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ। ତେଣୁ ସେମାନେ ଦେଖନ୍ତି ଯୋଉ ସାଂସାରିକ ନୀତି ନିୟମର ବହୁତ ଉର୍ଦ୍ଧ୍ୱରେ ଥିଲେ। ସେମାନେ ଜାଣିଥିଲେ ଯେ ଆମେ ହଉଛନ୍ତି ଏଇ ସଂସାରର ନୁହନ୍ତି ଆମେ ହଉଛନ୍ତି ଭଗବାନଙ୍କର ଅଂଶ। ତେଣୁ ଆମର କର୍ତ୍ତବ୍ୟ ହିଁ ସମ୍ପାଦନ କରିବାର ଅଛି। ତେଣୁ ସେଇଥିପାଇଁ ଏବେ ଦୁର୍ଯ୍ୟୋଧନ ଏବେ ଯାଇକି ମନେ ପକାଉଛନ୍ତି ଯେ ଆପଣଙ୍କର ଯୋଉ ଶିଷ୍ୟ ସେ କିଏ ନା ଦ୍ରୌପଦଙ୍କର ପୁତ୍ର ଦୃଷ୍ଟଦ୍ୟୁମ୍ନ। ଏକରେ ତ ଆପଣ ଭୁଲ କରିଛନ୍ତି ତାକୁ ଶିଷ୍ୟ ହିସାବରେ ଗ୍ରହଣ କରିକି ଏବେ ଆଟଲିଷ୍ଟ ଭୁଲ କରନ୍ତୁନି। ଆପଣ ଆଉ ଯୋଉ ସ୍ନେହ ହିସାବରେ ଦେଖୁଛନ୍ତି ଅର୍ଜୁନକୁ ସେଇ ହିସାବରେ ଦେଖନ୍ତୁନି। ଠିକ ଠାକ ଭାବରେ ଯୁଦ୍ଧ କରନ୍ତୁ ଯେମିତି ଆମେ ସବୁ ଯୁଦ୍ଧରେ ଜିତିବା। ନେକ୍ସଟ ସ୍ଲାଇଡ। ତ ଏବେ ଦେଖନ୍ତୁ ଏବେ ଯେତେବେଳେ ଯୁଦ୍ଧ ଠିକ ହବା ପାଇଁ ଯାଉଛି ତେଣୁ ଏବେ କଣ କରୁଛନ୍ତି ଠିକ ଅଛି କିଏ କିଏ ଏଇ ଯୋଉ ଶ୍ଲୋକ ଉଚ୍ଚାରଣ କରିବେ ଠିକ ଅଛି ତାଙ୍କୁ ଅନମ୍ୟୁଟ କରନ୍ତୁ। अर्जुन बाच ଅନମ୍ୟୁଟ ତ କେହି କରିପାରୁନାହାନ୍ତି ଖାଲି ହାତ ଟେକୁଛନ୍ତି ଅନମ୍ୟୁଟ କରିପାରୁନାହାନ୍ତି। କଣ ଅସୁବିଧା ହଉଛି ଅନମ୍ୟୁଟ କଲା ବେଳକୁ? ସୁନନ୍ଦା ମାତାଜୀ ଅନମ୍ୟୁଟ କରନ୍ତୁ। ମମତା ମିଶ୍ର ଅନମ୍ୟୁଟ କରନ୍ତୁ। ହବନି ଲିପ୍ତି କେମିତି unmute unmute? କରନ୍ତୁ। ଆପଣଙ୍କର ନେଟ୍ ଠିକ ସେ ରହୁନି ସେଇଥିପାଇଁ ଅନମ୍ୟୁଟ ଫନମ୍ୟୁଟ ହେଇପାରୁନି। ଠିକ ଅଛି ପ୍ରମିଳା अर्जुन ମାତା वाच ସଙ୍ଗୀତ अर्जुन उवाच सेनुयुरुभयोर्मध्ये सेनयोरुभयमध्ये रथं स्थापयम् उच्यते रथं स्थापयमुच्युते एवद् एतान्निरीक्ष्य अहम् यावदेततिरिखेऽहम् युद्धकामन् अवस्थितान् युद्धकामान् अवस्थितान् कैर्मया युद्धवैयम् कैमयासु युद्धवयम् अस्मिन् रणसमुद्यमे अस्मिन् बाणं समुद्यमे। नेक्स्ट एतिकी ଅଛି କି ଶ୍ଲୋକ ପ୍ରଭୁ? ନେକ୍ସଟ
ଏତିକି ଆଚ୍ଛା ଠିକ ଅଛି ଶ୍ଲୋକ ତ ଏତିକି। ଠିକ ଅଛି କେଇ ଜଣ ଇଂଲିଶ ରେ ପଢନ୍ତୁ ୟାର ମାନେ हरे कृष्ण प्रभु जी पढ़िबी ପଢୁନାହାନ୍ତି ଆଉ ଜଣେ କେହି हरे कृष्ण ପଢନ୍ତୁ ଆପଣ ତ ଶ୍ଲୋକ ପଢିଲେ ଆଉ ଜଣେ କେହି ଇଂଲିଶ ର ଟ୍ରାନ୍ସଲେସନ ପଢନ୍ତୁ ସ୍ନେହଲତା ସାହୁ ଆପଣ ପଢନ୍ତୁ ଇଂଲିଶ ର ଟ୍ରାନ୍ସଲେସନ ପଢନ୍ତୁ ଚିରଞ୍ଜିତ ପ୍ରଧାନ ପଢନ୍ତୁ। ଅନମ୍ୟୁଟ କରନ୍ତୁ ପଢନ୍ତୁ ଚିରଞ୍ଜିତ ପ୍ରଧାନ ପଢନ୍ତୁ Hello. Hello. ପଢନ୍ତୁ Huh. Oh, Arjun said, "O infallible one, please draw my chariot between the two armies, so that I may see those present here who desire to fight and with whom I must contend in this great trial of arms." Arjuna wanted to see the warriors taking part in Kurukshetra war, but Krishna played a trick. ଠିକ ଅଛି ତ କେଇ ଜଣ ଓଡିଆରେ ପଢନ୍ତୁ ଯେ ଭାଇ ବହି ଅଛି ପଢନ୍ତୁ ଓଡିଆରେ କେଇ ଜଣ ପଢନ୍ତୁ ଠିକ ଅଛି ଅଶୋକ ମିଶ୍ର ପ୍ରଭୁ ପଢନ୍ତୁ ହରେ କୃଷ୍ଣ ପ୍ରଭୁ। ହରେ କୃଷ୍ଣ ଅର୍ଜୁନ କହିଲେ, ହେ ହୁଁ, ଅଚ୍ୟୁତ, ଦୟାକରି ମୋ ରଥକୁ ଦୁଇ ସେନାଙ୍କ ମଧ୍ୟରେ ରଖନ୍ତୁ, ହୁଁ, ତାହେଲେ ମୁଁ ଦେଖିପାରିବି କେଉଁମାନେ ଏଠାରେ ଅଛନ୍ତି, ହୁଁ, କେଉଁମାନେ ଯୁଦ୍ଧ କରିବାକୁ ଇଚ୍ଛୁକ ଏବଂ ଏ ବିରାଟ ଯୁଦ୍ଧର ଉଦ୍ଯୋଗରେ କେଉଁମାନଙ୍କ ସହ ମୋତେ ଯୁଦ୍ଧ କରିବାକୁ ହେବ। ହୁଁ। ହରେ କୃଷ୍ଣ। ହରେ କୃଷ୍ଣ ତ ଏଠି ଦେଖନ୍ତୁ ସାଧାରଣତଃ ଏଠି ଅର୍ଜୁନ ଏବେ କୃଷ୍ଣଙ୍କୁ କଣ କହୁଛନ୍ତି ହେ ମାନେ ହେ କୃଷ୍ଣ ମୋର ଏବେ ରଥକୁ ଆପଣ ନେଇକି ଯାଆନ୍ତୁ ମାନେ ଦି ଜଣ ସେନାଙ୍କ ମଝିରେ ରଖନ୍ତୁ ମୁଁ ଦେଖିବା ପାଇଁ ଚାହୁଁଛି କିଏ କିଏ ଏବେ ଯୁଦ୍ଧ କରିବା ପାଇଁ ଉପସ୍ଥିତ ଅଛନ୍ତି ପ୍ରଥମ କଥା ହଉଛି କଣ ଅର୍ଜୁନଙ୍କୁ ଜଣା ନାହିଁ ଯେ କିଏ କିଏ ଯୁଦ୍ଧ ଏଠି ଉପସ୍ଥିତ ଅଛନ୍ତି ଏବେ ଯାଏ ବି ଜଣା ନାହିଁ ତାମାନେ ଏଠୁ କୋଉଠି ନା କୋଉଠି ଜଣା ପଡୁଛି ଯେ ଅର୍ଜୁନ ଏବେ କୌଣସି ନା କୌଣସି କାରଣରୁ ଯୁଦ୍ଧ କରିବା ପାଇଁ ସମ୍ପୂର୍ଣ୍ଣ ମାତ୍ରାରେ ଏବେ ସକ୍ଷମ ନାହାନ୍ତି କୌଣସି ନା କୌଣସି ଦୁର୍ବଳତା ଆସିଯାଇଛି କିମ୍ବା ମନରେ କିଛି ନା କିଛି ଡାଉଟ ଆସିଛି ଠିକ ଅଛି ତେବେ ନେକ୍ସଟ ଜିନିଷ ଯିବା ଯେ ଯେ ଏଇ ଯୋଉ ଡାଉଟ ଆସିଛି କିମ୍ବା ଯାହା ବି ଆସିଛି ଏଥିରେ କଣ ହେଇଛି ନା ସେକେଣ୍ଡ ଜିନିଷ ଯିବା ଏବେ ଦେଖନ୍ତୁ କୃଷ୍ଣ ବନିଛନ୍ତି କାହାର ସାରଥୀ ନା ଅର୍ଜୁନଙ୍କର ସାରଥୀ ତ ସାଧାରଣତଃ ଦେଖନ୍ତୁ ଏଇ ତ ଭୌତିକ ଜଗତରେ ସମସ୍ତେ ଚାହାନ୍ତି ଯେ ସମସ୍ତଙ୍କର କେମିତି ମାଷ୍ଟର ହେବେ କେହି କାହାର ସେବକ ହେବାକୁ ଚାହାନ୍ତିନି କିନ୍ତୁ ସାଧାରଣତଃ ଆଧ୍ୟାତ୍ମିକ ଜଗତର କଥା ହଉଛି ସମସ୍ତେ ସମସ୍ତଙ୍କର ମାନେ ସେବକ ହେଇକି ରହିବା ପାଇଁ ଚାହାନ୍ତି ଇଭିନ ବି ଦେଖନ୍ତୁ କୃଷ୍ଣ ବି ଦେଖନ୍ତୁ ଯଦି ବି ଆମେ ଦେଖୁଛନ୍ତି କୃଷ୍ଣ ହଉଛନ୍ତି ସ୍ଵୟଂ ଭଗବାନ ତ କୃଷ୍ଣ ବି ଚାହାନ୍ତି ତାଙ୍କର ଯୋଉ ଶୁଦ୍ଧ ଭକ୍ତଙ୍କର ସେବା କରିବା ପାଇଁ ଆଉ ସାଧାରଣତଃ ଦେଖନ୍ତୁ ଯୋଉ ସାରଥୀ ବନିଥିଲେ କୃଷ୍ଣ ଏବେ ଯେତେବେଳେ ସାରଥୀ ବନିଛନ୍ତି ଅର୍ଜୁନ ଏବେ ଯୁଦ୍ଧ କରୁଛନ୍ତି ସାଧାରଣତଃ ଯେତେବେଳେ ବି ତାଙ୍କର ଯୋଉ ରଥକୁ କୁଆଡେ ନବାର ଅଛି ଡାହାଣକୁ ନବାର ଅଛି ବାଁକୁ ନବାର ଅଛି ଏବେ ଯୁଦ୍ଧ ଚାଲିଛି ବହୁତ ଆବାଜ ହଉଥିବ ତ କେମିତି କହେ ହାତ ତ ପାରିପାରିବେନି କାରଣ ଶସ୍ତ୍ର ଧରିଛନ୍ତି କହିଲେ ତ ଏବେ ଶୁଭିବନି ତେବେ ଗୋଡରେ ତାଙ୍କୁ ମାରୁଥିଲେ ଯେ ଲେଫ୍ଟ ସାଇଡ ଯିବା କି ରାଇଟ ସାଇଡ ଯିବା କି ଆଗକୁ ଯିବା କି ବ୍ରେକ୍ ମାରିବା ଦରକାର ତ ସାଧାରଣତଃ କେମିତି ନା ତାଙ୍କୁ ଗୋଡରେ ମାରୁଥିଲେ ତେବେ ଗୋଡରେ ମାରୁଥିଲେ ଯେ କେମିତି କୋଉ ସାଇଡ କି ଯିବା ତେଣୁ ସେଇଥିପାଇଁ ସାଧାରଣତଃ କୁହନ୍ତୁ ଭଗବାନ ବି ପ୍ରସ୍ତୁତ ଥାନ୍ତି ତାଙ୍କର ଯିଏ ଶୁଦ୍ଧ ଭକ୍ତଙ୍କୁ ସେବା କରିବା ପାଇଁ କିନ୍ତୁ ଏଠି ସବୁଠୁ ବଡ କଥା ହଉଛି ଯେ ଏବେ ଅର୍ଜୁନ କୌଣସି ନା କୌଣସି କାରଣରୁ ତାଙ୍କର ଯେତେବେଳେ ଏବେ ବନ୍ଧୁ ପରିବାର ତାଙ୍କର ଗୁରୁଙ୍କୁ ଦେଖିଛନ୍ତି ତେଣୁ ନିଶ୍ଚିତ ମାତ୍ରାରେ ହୃଦୟରେ ଏବେ ଦୁର୍ବଳତା ଆସିଛି ଯେ ୟାଙ୍କ ସହିତ ମୁଁ କେମିତି ଯୁଦ୍ଧ କରିବି ତେଣୁ ସେଇଥିପାଇଁ କହୁଛନ୍ତି ଯେ ମତେ ଯୁଦ୍ଧ କ୍ଷେତ୍ରକୁ ଏବେ ନେଇକି ଯାଆନ୍ତୁ ମୁଁ ଦେଖିବା ପାଇଁ ଚାହୁଁଛି ଯେ କୋଉଠି କିଏ ଯୋଦ୍ଧା ସବୁ ଅଛନ୍ତି
ଏବେ କୃଷ୍ଣ କଣ କଲେ ନା ତାଙ୍କର ରଥକୁ ନେଇକି କାହା ଆଗରେ ରଖିଲେ ନା ଭୀଷ୍ମ ଆଉ ଦ୍ରୋଣଙ୍କ ଆଗରେ ରଖିଦେଲେ। ଆଉ ସାଧାରଣତଃ ଭୀଷ୍ମ ଆଉ ଦ୍ରୋଣଙ୍କୁ ଏବେ ଦେଖିକି ଅର୍ଜୁନ ଏବେ ଦେଖିକି ଏବେ ତାଙ୍କ ଭିତରେ ବହୁତ ଦୁର୍ବଳତା ଆସିଛି। ମୋ ଗୁରୁ ଆଉ ମୋ ପିତାମହଙ୍କ ସହିତ ମୁଁ କେମିତି ଯୁଦ୍ଧ କରିବି, କାରଣ ସେଇ ଦି ଜଣ ବ୍ୟକ୍ତି ଅର୍ଜୁନଙ୍କୁ ବହୁତ ଭଲ ପାଉଥିଲେ। ଅର୍ଜୁନ ବି ଅର୍ଜୁନଙ୍କର ବି ତାଙ୍କ ପ୍ରତି ବହୁତ ଦୁର୍ବଳତା ଥିଲା। ତେଣୁ ତାଙ୍କୁ ଯେତେବେଳେ ଦେଖିଛନ୍ତି ତେବେ ପୁଣି ଥରେ ସେଇ ଦୁର୍ବଳତା ଏବେ ଆସିଯାଇଛି, ମୁଁ ଏମାନଙ୍କ ସହିତ କେମିତି ଯୁଦ୍ଧ କରିବି। କିନ୍ତୁ କଥା ହଉଛି ଏବେ କୃଷ୍ଣ କଣ ପାଇଁ ନେଇକି ରଥକୁ ଭୀଷ୍ମ ଆଉ ଦ୍ରୋଣାଚାର୍ଯ୍ୟଙ୍କ ଆଗରେ ରଖିଲେ। ଯଦି ଦୁର୍ଯ୍ୟୋଧନଙ୍କ ଆଗରେ ରଖିଥାନ୍ତେ ତାହେଲେ ହୁଏତ ଅର୍ଜୁନ ଆହୁରି କ୍ରୋଧାନ୍ୱିତ ହେଇକି ଯୁଦ୍ଧ ସାଙ୍ଗେ ସାଙ୍ଗେ କରିବା ପାଇଁ ପ୍ରସ୍ତୁତ ହେଇଯାଇଥାନ୍ତେ। କିନ୍ତୁ ଏବେ ରଖିଲେ କାହା ଆଗରେ ନା ଭୀଷ୍ମ ଆଉ ଦ୍ରୋଣାଚାର୍ଯ୍ୟଙ୍କ ଆଗରେ। କଣ ପାଇଁ, କଣ ଲାଗୁଛି ଆପଣଙ୍କୁ ଯେ କଣ କୃଷ୍ଣ ଚାହୁଁନଥିଲେ ଯୁଦ୍ଧ ହଉ ବୋଲି, ନା କୃଷ୍ଣ ଚାହୁଁଥିଲେ ଯେ ଅର୍ଜୁନ ଏମିତି ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱରେ ପଡିଯାଆନ୍ତୁ? କଣ ହେଇପାରେ? ଟେକ୍ସଟରେ ଲେଖିପାରିବେ କଣ ହେଇପାରେ କାରଣ? ଆସକ୍ତି, ଆଚ୍ଛା ଠିକ ଅଛି, ଆଉ କିଛି? ତେଠି ଦେଖନ୍ତୁ କୃଷ୍ଣ ଏଇଥିପାଇଁ ସାଧାରଣତଃ ଅର୍ଜୁନଙ୍କର ରଥକୁ ନେଇକି ଭୀଷ୍ମ ଆଉ ଦ୍ରୋଣଙ୍କ ଆଗରେ ରଖିଲେ, କାରଣ କୃଷ୍ଣ ଜାଣିଥିଲେ ଯେ ଅର୍ଜୁନଙ୍କର ଦୁର୍ବଳତା ହଉଛି କିଏ ନା ଭୀଷ୍ମ ପିତାମହ ଆଉ ଦ୍ରୋଣାଚାର୍ଯ୍ୟ। ସେମିତି ଟାଇପର ତ ସାଧାରଣତଃ ଯଦି ରଥଟାକୁ ଆମ ଶରୀର ସହିତ ଆମେ କମ୍ପେୟାର କରନ୍ତି ତ ଏଇ ଯୋଉ ଶରୀରର ବି ସାରଥୀ ହିସାବରେ କିଏ ଅଛନ୍ତି? ପରମାତ୍ମା ହିସାବରେ ଭଗବାନ ଅଛନ୍ତି, ତ ଆମେ ଆତ୍ମା ହିସାବରେ ଅଛନ୍ତି। ତ ଯେମିତି ଟାଇପର ସେଠି ଅର୍ଜୁନଙ୍କର ରଥର ସାରଥୀ କୃଷ୍ଣ ଥିଲା ଆଉ ଅର୍ଜୁନଙ୍କର ଦୁର୍ବଳତା ଯୋଉଟା ଜାଣିପାରିକି ଯୋଉଟା ତାଙ୍କର ଦୁର୍ବଳତା ସାଧାରଣତଃ ସେଇ ହିସାବରେ ତାଙ୍କୁ ନେଇକି ତାଙ୍କ ରଥକୁ ରଖିଲେ। ସେମିତି ଟାଇପର ଆମ ଜୀବନରେ ବି ଦେଖନ୍ତୁ ଯେହେତୁ ପରମାତ୍ମା ହିସାବରେ ଭଗବାନ ଅଛନ୍ତି, ଆମ ଜୀବନରେ ଯୋଉଟା ସାଧାରଣତଃ ଦୁର୍ବଳତା ସେଇ ଦୁର୍ବଳତାର ରିଲେଟେଡ ର ଗୋଟେ ପ୍ରୋବ୍ଲେମ ଆଣିକି ଆମକୁ ଦେବେ, ଯୋଉଟା କି ଆମକୁ ସମ୍ମୁଖୀନ ହବାକୁ ପଡିବ। କାରଣ ଆମ ଦୁର୍ବଳତାଟାକୁ ଯଦି ଆମେ ଚ୍ୟାଲେଞ୍ଜଟାକୁ ଫେସ୍ ନ କରନ୍ତି ତାହେଲେ ଆମେ ଅଗ୍ରଗତି କରିପାରିବାନି। ଆଉ ପ୍ରତ୍ୟେକ ଜୀବନ ସେଇଥିପାଇଁ କୁହନ୍ତି ଯେ ଦିସ୍ ୟୁନିଭର୍ସ ଇଜ ଏ ୟୁନିଭର୍ସିଟି, ଏଭ୍ରିୱାନ୍ who everyone will face the challenges according to their standard। ଆପଣ ଦେଖନ୍ତୁ ପ୍ରତ୍ୟେକ ବ୍ୟକ୍ତି ଏ ସଂସାରରେ ଆପଣ ଯେକୌଣସି ପରିସ୍ଥିତିରେ ଅଛନ୍ତି, ଯୋଉ ସ୍ଥିତିରେ ଅଛନ୍ତି ସେଇଭଳିଆ ପ୍ରୋବ୍ଲେମ ଆପଣଙ୍କୁ ଆସିକି ପହଞ୍ଚିବ। ଯୋଉ ବ୍ୟକ୍ତି ଦେଖନ୍ତୁ ପରିବାରକୁ ବହୁତ ଭଲ ପାଉଛନ୍ତି ପରିବାର ରିଲେଟେଡ ପ୍ରୋବ୍ଲେମ ଆସିବ। ଯୋଉ ବ୍ୟକ୍ତି ବହୁତ ଅର୍ଥକୁ ଭଲ ପାଉଛନ୍ତି ଅର୍ଥ ରିଲେଟେଡ ପ୍ରୋବ୍ଲେମ ଆସିକି ପହଞ୍ଚିବ। ଯୋଉ ବ୍ୟକ୍ତି ବହୁତ ଖାଇବାକୁ ଭଲ ପାଉଛନ୍ତି ତାଙ୍କୁ ଡାଇବେଟିସ ହେଇଯିବ। ଯୋଉ ବ୍ୟକ୍ତି ବହୁତ ମାନେ ଶରୀରକୁ ନେଇକି ବହୁତ ଆସକ୍ତି, ଶରୀର ତାଙ୍କର ରୋଗଗ୍ରସ୍ତ ହେଇଯିବ। ତ ଯୋଉ ବ୍ୟକ୍ତି ଯୋଉଟାକୁ ବହୁତ ଭଲ ପାଉଛନ୍ତି ସେଇ ରିଲେଟେଡ ପ୍ରୋବ୍ଲେମ ଆସିକି ପହଞ୍ଚିବ। ତେଣୁ ସାଧାରଣତଃ ଦେଖନ୍ତୁ ଯେ ଏ ସଂସାରରେ ପ୍ରତ୍ୟେକ ବ୍ୟକ୍ତି ସାଧାରଣତଃ ଯେତେବେଳେ ପ୍ରୋବ୍ଲେମ ଆସୁଛି ଆମେ ଜାଣିଥିବା ଦରକାର ଯେ ଏଇଟା ହଉଛି ଆମର ଯେହେତୁ କିଛି ଆସକ୍ତି ଅଛି, କିଛି ଦୁର୍ବଳତା ଅଛି, ସେଇଥିପାଇଁ ପ୍ରୋବ୍ଲେମ ଆସୁଛି। ଆଉ ଭଗବାନ ଏଇ ପ୍ରୋବ୍ଲେମଟା ଆମକୁ ଏଇଥିପାଇଁ ଦେଇଛନ୍ତି କାରଣ ଏଇ ପ୍ରୋବ୍ଲେମଟା ଯେତେବେଳେ ଆମେ ଫେସ୍ କରିବା ତାହେଲେ ଯାଇକି ଆମେ ଅଗ୍ରଗତି କରିପାରିବା। ତେଣୁ ସେଇ ହିସାବରେ ତ ସାଧାରଣତଃ ଆମେ ଯେତେବେଳେ ବି ଯାହା ପ୍ରୋବ୍ଲେମ ଆସୁଛି ତାକୁ ନିଶ୍ଚିତ ମାତ୍ରାରେ ଆମେ ସାଧାରଣତଃ ଫେସ୍ କରିବା ଦରକାର। ବୁଝିପାରିଲେ? ଆଉ ସାଧାରଣତଃ ପ୍ରତ୍ୟେକ ପ୍ରୋବ୍ଲେମ ଆମକୁ ବୁଝିଦେବା ଦରକାର ଯେ ଆମ ରିଲେଟେଡ ଯୋଉଟା ଆକ୍ଚୁଆଲି ଆମର ଦୋଷ ଦୁର୍ବଳତା ଏ ସଂସାରରେ ଅଛି ତ ସେଇ ରିଲେଟେଡ ପ୍ରୋବ୍ଲେମ ଆସୁଛି। ତେଣୁ ସେଥିରେ ସାଧାରଣତଃ ଆମେ କୌଣସି ଦୁଃଖ କରିବା କଥା ନୁହେଁ। ମ୍ୟାକ୍ସିମମ୍ ବ୍ୟକ୍ତି ଦେଖନ୍ତୁ ଆମ ଜୀବନର ଦୁଃଖ କଣ ନା ବିଭିନ୍ନ ପ୍ରୋବ୍ଲେମ କାହିଁକି ଆସୁଛି, ବହୁତ ସହଜରେ କଟିଯାଉ। ତ ସହଜରେ କଟି ଯାଇଥିବା ବ୍ୟକ୍ତି କଣଟା ଅଧିକା କରି ପକେଇବେ? ଯେତେ ସହଜ ଜୀବନ ଆସିବ ସେତେ ଆପଣ ସବୁ ଜିନିଷକୁ ଆପଣ ଆହୁରି ଜୀବନଟା ଅସହଜ ହେଇଯିବ। କାରଣ ଏତେ ମାତ୍ରାରେ କମ୍ଫର୍ଟ ଜୋନରେ ଆମେ କାଟିବା ଯେ ଧୀରେ ଧୀରେ ଅସହଜ ହେଇଯିବ। ତେଣୁ ସେଇଥିପାଇଁ ଭଗବାନ ବିଭିନ୍ନ ପ୍ରକାର ଦୁଃଖ ଜଞ୍ଜାଳ ଆମକୁ ଦିଅନ୍ତି, କାରଣ ଆମେ ଯେକୌଣସି ରିଲେଟେଡ ଆମେ ମାନେ ଦୁର୍ବଳତା ଅଛି ସେଇ ରିଲେଟେଡ ଆମକୁ ଦୁଃଖ ଆସିକି ପହଞ୍ଚେ। ଠିକ ଅଛି, ନେକ୍ସଟ।
नेक्स्ट स्लाइड। ठीक अच्छे तो एबे आज आम क्लास ये शेष है तो जार जदि किसी प्रश्न अच्छे ताले आम प्रश्न नहीं पारिया। कार किसी प्रश्न अच्छे कि कार जदि किसी प्रश्न थी ताले प्रश्न ठीक अच्छे प्रभु तांको अनम्यूट करंतु। हरे कृष्ण प्रभु जी। हरे कृष्ण। ଆପଣ ଯୋଉ କହିଲେ ପ୍ରଭୁଜୀ ଯୋଉ ରଥ ଆମର ଶରୀର ଆଉ ଆତ୍ମା ଆମେ ବିରାଜମାନ ଅଛେ ଆଉ କୃଷ୍ଣ ଆମକୁ ଦେଖୁଛନ୍ତି ତ ଆମର ଯୋଉ ୱିକନେସ୍ ଗୁରା ଅଛି ସେରା ବି କୃଷ୍ଣ ଜାଣିଥିବେ ତ ସେଇ ଅନୁସାରେ ଆମକୁ ଚ୍ୟାଲେଞ୍ଜେସ୍ ଫେସ୍ କରିବା ପାଇଁ ଆମକୁ ଡେଲି ଆଟାକ୍ ଭଳିଆ ପରିସ୍ଥିତି ସିଚୁଏସନ କରିଦିଅନ୍ତି ମାନେ ମୁଁ ବି ଆଜି ମାନେ ଗୋଟେ ସିଚୁଏସନ ହେଲା କି ମୁଁ ଆଜି ଭାବିଥିଲି କି ବହୁତ କମ ମତେ କାମ ମିଳେ ବଟ କାମ ଏତେ ମିଳିଲା ଯେ କରି କରି ବହୁତ ସାଂଘାତିକ ହେଇଥିଲା। हाँ ତ सेमती टाइप रो रिलेटेड ये आसीओ। ଠିକ ଅଛି ପ୍ରଭୁ। हरे कृष्ण। आउ कार किसी प्रश्न अच्छे कि ଆଉ କାହାର କିଛି ପ୍ରଶ୍ନ ଅଛି ଆଇଦର ଆପଣ ଟେକ୍ସଟ ରେ ଚାର୍ଟ ରେ ଲେଖି ପାରିବେ କିମ୍ବା ଆପଣ ଡାଇରେକ୍ଟଲି ଅନମ୍ୟୁଟ କରି ପଚାରି ପାରିବେ।